जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासदि गौर भक्त वृंद। हरे कृष्ण 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 हरे हरे, हरे राम 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 हरे हरे, हरे कृष्ण 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 हरे हरे, हरे राम 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 हरे हरे, हरे कृष्ण 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 हरे हरे, हरे राम 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 हरे हरे, राम राम हरे हरे। तद्विधि प्रणिपातेन परिप्रश्नेन सेवया उपदेक्षन्ति ते ज्ञानं ज्ञानिनस्तत्त्वदर्शिना। देवदेव जगन्नाथ प्रपार्तेन, देवदेव जगन्नाथ प्रपन्नार्ति विनाशन, त्राहि मां पुण्डरीकाक्षं पतितं भवसागरे, प्रभु पतितं भवसागरे, प्रभु पतितं भवसागरे। चैतन्य रदास मुई चैतन्य रदास, चैतन्य रदास मुई चैतन्य रदास, चैतन्य रदास मुई चैतन्य रदास, चैतन्य रदास मुई दासेरनु दास, दासेरनु दास। प्रभु कहे वैष्णव सेवा नाम संकीर्तन, अचिरा के पावे तुमी श्री कृष्ण चरण, अचिरा के पावे तुमी श्री कृष्ण चरण। साधु संग भागवत श्रवण, साधु संग भागवत श्रवण, नाम संकीर्तन, मथुरावास श्रद्धयार श्री विग्रह सेवन। श्रीमद् भागवत महापुराण की जय। कृष्ण स्वदेश उपगते धर्म ज्ञानादिभिः सह कले नष्ट देश में सा पुराण और को अधुनोदितः। हरे कृष्णा हरे कृष्णा। ठीक देखा उची? ओके। तेबे उपस्थित समस्त रसप्रिय साधु मानंकु जो माने श्रीमद् भागवतम जहाँकि ग्रंथराज कलिकाल रे भगवानंक लीला भगवानंकर गुण भगवान को जदि साक्षात्कार करने को अच्छी ताहले भगवान स्वयं ग्रंथ रूप में अवतार नियंती कलिकल्मष को दूर करने पाई। आ से ग्रंथर नाम होचंती श्रीमद् भागवतम। मु बहुबार कहिची जे श्रीमद् भागवतम होचंती ग्रंथराज। आ यहा बुद्धंक शास्त्र बा बुद्धदेव जो शास्त्र अछंती जहाँ भी से लिखिचंती कहिचंती जदिओ सेटा महान किंतु गुरु परंपरा रे न आसीथिबारु, जदिओ भगवान को द्वारा भगवान को विषय रे वर्णित हेले ग्रंथराज बोली जीवन रे स्वाध्याय जीवन रे धारण करिया पाई श्रीमद् भागवतम को रेकमेंड करा जाइची। चाहे से चैतन्य देव हुंतु, चाहे से वल्लभाचार्य हुंतु, चाहे से शंकराचार्य हुंतु, समस्ते अनायासरे बार बार कलिहत जनजीव मान कहिचंती जे श्रीमद् भागवतम शरण लिय। श्रीमद् भागवतम एमिति एक नौका जो नौका रे आमे जदि श्रद्धा पूर्वक
ପାଦ ଦବା ବା ସେଇଠି ଆମକୁ ସୁରକ୍ଷା କରିବା ପାଇଁ ତାର ଆଶ୍ରୟ ନେବା, ଆମକୁ ସିଏ ନିଶ୍ଚିତ ଭୌତିକ ସମୁଦ୍ରରୁ ପାର କରି ଭଗବାନଙ୍କର ଚିର ଶାଶ୍ୱତ ପଦାର ବିନ୍ଦରେ ସ୍ଥାପିତ କରିବ, ଭଗବାନଙ୍କର ପ୍ରେମ ସ୍ଥାପନ କରିବ। ଭାଗବତମର ଲକ୍ଷ୍ୟ ନୁହେଁ ଭଗବାନ ପ୍ରାପ୍ତି, ଭଗବତ ପ୍ରାପ୍ତି ଭାଗବତର ଲକ୍ଷ୍ୟ ନୁହେଁ। ଭଗବତ ପ୍ରାପ୍ତି ଅନେକ ମନ୍ତ୍ର ଅଛନ୍ତି, ସାଧୁ ଅଛନ୍ତି, ଭଗବାନଙ୍କର କଳା ଅଂଶ ଅଛନ୍ତି, ଭଗବତ ଗୀତା ଅଛନ୍ତି, ଏମାନେ ଭଗବତ ପ୍ରାପ୍ତି କରେଇ ପାରିବେ। କିନ୍ତୁ ଶ୍ରୀମତ୍ ଭାଗବତଙ୍କର ଉପଲବ୍ଧି ହଉଛି, ପରାକାଷ୍ଠା ହଉଛି ନା ଖାଲି ଏ ଭଗବତଙ୍କର ପ୍ରାପ୍ତି କରେଇବେ କିନ୍ତୁ ଭଗବାନଙ୍କ ଠାରେ ପ୍ରୀତି କରେଇବେ। ଭଗବତ ପ୍ରୀତି ଦେବା ପାଇଁ ସମର୍ଥ। ତେଣୁ ଏ ଗ୍ରନ୍ଥର ନାମ, ଏ ଶାସ୍ତ୍ରର ନାମ ହେଉଛନ୍ତି ଗ୍ରନ୍ଥରାଜ, ଅମଳ ପୁରାଣ, ସୁଖ ସଂହିତା। ତେବେ ଆମେ ଅଛନ୍ତି କୋଉଠି ନା ପ୍ରଥମ ସ୍କନ୍ଧରେ। ପ୍ରଥମ ସ୍କନ୍ଧରେ ଆମେ ପାଠ କରୁଛନ୍ତି। ପ୍ରଥମ ସ୍କନ୍ଧରେ ପାଖାପାଖି 19ଟି ଅଧ୍ୟାୟ ଅଛନ୍ତି। ଏଥିରେ ଆମେ 15 ଅଧ୍ୟାୟରେ ଉପନୀତ ହେଲେଣି। ଆମକୁ 15 ଅଧ୍ୟାୟ ଉପରେ ବିଚାର ବିମର୍ଶ କରିବା ପାଇଁ ବା କଥୋପକଥନ କରିବା ପାଇଁ ସୁଯୋଗ ଦିଆଯାଇଥିବାରୁ এই ଆଭାସୀ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଭକ୍ତଗଣ, ରସପିପାସୁଗଣ ଏବଂ ଏହି ଗ୍ରୁପର ସମସ୍ତ କାର୍ଯ୍ୟଭାର ଦେଖୁଥିବା ମହୋଦୟ ବ୍ୟକ୍ତିମାନଙ୍କୁ ମୋର ଆଭୂମ ପ୍ରଣାମ ଏବଂ ଆପଣମାନଙ୍କର କୃପା ପାଥେୟ ଆଶା କରି ଭଗବାନଙ୍କର ଗୁଣଗାନ ପାଇଁ, ନିଜର ହୃଦୟ ଶୋଧନ ପାଇଁ ଆମେ ଏହି ବିଷୟରେ କିଛି କଥା ରଖିବା ପାଇଁ ଆଗେଇବା। ଶ୍ରୀ ଶ୍ରୀ ଜଗନ୍ନାଥ ଭଗବାନ କି ଜୟ। ତେବେ ଜୟ ଜଗନ୍ନାଥ। ଯଦି ଆପଣମାନଙ୍କ ମଧ୍ୟରୁ କେହି ଖାଲି ଅକ୍ଷୟ ସାର୍ଙ୍କୁ ମୁଁ ଦେଖିପାରୁଛି, ସେ ଭିଡ଼ିଓରେ ଅଛନ୍ତି ଏବଂ ବିଶିକେଶନ ମହାରାଜ ଆମର, କିନ୍ତୁ ଅନ୍ୟମାନେ ଯଦି ଆସିପାରିବେ ଭାଗବତମ ଶ୍ରବଣରେ ଯେମିତି ଆପଣ ନିଶ୍ଚୟ ଅଛନ୍ତି ମୁଁ ଜାଣୁଛି, କିନ୍ତୁ ଗୋଟେ ପ୍ରକାର ଆଦାନ ପ୍ରଦାନ ହୁଏ ଭକ୍ତ ବା ଶ୍ରୋତା ଏବଂ ବକ୍ତା ଭିତରେ। ବକ୍ତା ଦେଖିଲେ ଖରାପ ଲାଗୁଛି, କଣ କରିବା, ମୁଖ ଦେଖୁନୁ ସେଇଥିପାଇଁ ଆଉ। ତେବେ ବକ୍ତା ଆଉ ଶ୍ରୋତା ଯେମିତି ଜଣେ ଶକ୍ତିଶାଳୀ ପିତା, ସାର୍ଥକ ବା ଯାହାକୁ କୁହନ୍ତି ସମର୍ଥ ପିତା, ଏବଂ ଜଣେ ଉର୍ବର ବା ଫର୍ଟାଇଲ ମଦରଙ୍କର ସଂଯୋଗରେ ପୁତ୍ର ସ୍ଥାପନ ହୁଏ ବା ପୁତ୍ର ବା ସନ୍ତାନ ପ୍ରାପ୍ତି ହୁଏ, ସେମିତି ଜଣେ ଏକ୍ସପର୍ଟ ସ୍ପିକର ଆଉ ଜଣେ ଇଗର ଏନ୍ଥୁଜିଆଷ୍ଟିକ, ଜଣେ ନୁହେଁ କେତେ ବି ହେଇପାରିବେ, ଇଗର ଏନ୍ଥୁଜିଆଷ୍ଟିକ ଶ୍ରୋତା ଯେତେବେଳେ ଏମାନଙ୍କର ସମନ୍ୱୟ ହେବ ତାହେଲେ ଭଗବାନଙ୍କର ପ୍ରୀତି ପାଇଁ ତରଙ୍ଗ ବା ଭକ୍ତି ରୂପକ ସନ୍ତାନ ପ୍ରାପ୍ତ ହେବେ। ଏହା କେବଳ କଥୋପକଥନ ନୁହେଁ, ଏଇଟା କେବଳ ଆମକୁ ଓଡ଼ିଆ ଜଣା ଅଛି ତେଣୁ ଆମେ କଥା ହେଉଛନ୍ତି, ଏହା ସାହିତ୍ୟ ନୁହେଁ, ସାହିତ୍ୟ ଠାରୁ ଅଧିକ। କିନ୍ତୁ ସାହିତ୍ୟ ଖାଲି ନୁହେଁ, ସାହିତ୍ୟକୁ ଆପଣ ପଢ଼ିବେ ଜ୍ଞାନ ପାଇଁ, ଏଇଟା କେବଳ ମୁଣ୍ଡ ପାଇଁ ନୁହେଁ, ନା କେବଳ ହାତ ପାଇଁ ନୁହେଁ, ଏଇଟା ହୃଦୟ ପାଇଁ ମଧ୍ୟ। ତେଣୁ ଟ୍ରିପଲ ଏଚ୍ କୁହାଯାଏ, ହ୍ୟାଣ୍ଡ, ହେଡ୍ ଆଣ୍ଡ ହାର୍ଟ। ବହୁ ସମୟରେ ଆମେ ଦେଖନ୍ତି ଅନେକ ବ୍ୟକ୍ତି PhD କରିଛନ୍ତି କଥା କହିବାରେ। ବର୍ତ୍ତମାନ ଯଦି କାହାକୁ ଆପଣ ଅନମ୍ୟୁଟ୍ କରି ପଚାରିବେ, ବାବା ସଂସାର ବିଷୟରେ କହିଲୁ, ମାଇକ୍ ସରିବ, ଦିନ ରାତି ସରିଯିବ, ମାଇକ୍ ଛାଡ଼ିବେନି ସେମାନେ, କହି ତ ଚାଲିବେ। କ'ଣ କମ୍ ଅନୁଭବ ଅଛି ଆମର? ସ୍ୱାମୀ ସହିତ ଅନୁଭବ, ଛୁଆଙ୍କ ସହିତ ଅନୁଭବ, ସଂସାର ସହିତ, ଘର କରିବାରେ, ଖାଦ୍ୟରେ, ପାନୀୟରେ, ସେକ୍ସରେ, ବୁଲିବାକୁ ଯିବାରେ, ବଜାରରେ ଜିନିଷ କିଣିବାରେ କମ୍ ଅନୁଭବ? ଆମେ ସମସ୍ତେ PhD କରିଛନ୍ତି। କିନ୍ତୁ ଯଦି କୃଷ୍ଣଙ୍କ ବିଷୟରେ ପଦେ କଥା କହିବାକୁ କୁହାଯିବ, ଆପଣ ବହୁବାର ଭାବିବେ ମୁଁ କହିବି ନା କହିବି ନା। କାହିଁକି ଭାବିବେ? ଆପଣ କ'ଣ ଷ୍ଟୋରି ଜାଣିନାହାନ୍ତି?
ଜାଣିଛନ୍ତି, କିନ୍ତୁ ସେଇ ଜାଣିଥିବା ଷ୍ଟୋରି ନିଶ୍ଚିତ ଆମକୁ ସାହାଯ୍ୟ କରୁଛି। ତାକୁ ତଳେ ଆମେ ଜଣେ ସମର୍ଥ ଭକ୍ତଙ୍କ ବା ଯିଏ ରସପ୍ରିୟ ରସିକ ତାଙ୍କର ମୁଖରୁ ଶ୍ରବଣ କରନ୍ତି, ସେଇ ପ୍ରେମ ରୂପକ ଛିଟା ଆମ ହୃଦୟରେ ପଡ଼େ, ଯାହାକୁ କୁହାଯାଏ ରିଏଲାଇଜେସନ୍, ଅନୁଭବ। ପ୍ରଚାର ସ୍ୱର୍ଣ୍ଣପମା ମାତା ଯଦି ଆପଣ ମ୍ୟୁଟ୍ କରିଦେବେ, ଭିଡ଼ିଓରେ ଯଦି ନ ଆସିପାରୁନ ଚଳିବ, କିନ୍ତୁ ମ୍ୟୁଟ୍ କରିଥାନ୍ତୁ। ଥ୍ୟାଙ୍କ ୟୁ ଲୀଲାବାଇ ମାତାଜୀ, କଳ୍ପନା ମାତାଜୀ, ପ୍ରଭାତୀ ମାତାଜୀ, ଯେଉଁମାନେ ଭିଡ଼ିଓରେ ଅଛନ୍ତି ସେମାନଙ୍କୁ ଏଇଥିପାଇଁ ଧନ୍ୟବାଦ ଦେଉଛି, କାରଣ ମୋତେ ଟିକେ ସୁବିଧା ହୁଏ। ମୁଁ କେମିତିଆ ଜଣେ ଲୋକଟି ଗୋଟେ ସ୍କ୍ରିନ୍କୁ ଦେଖି ବହୁତ ସମୟ କହିବାକୁ ମୋତେ ଭଲ ଲାଗେ ନା। ତେବେ ଆସନ୍ତୁ ଆମେ ଶ୍ରୀମଦ୍ ଭାଗବତମର କଥୋପକଥନକୁ ଯିବା। ଆଜି ବୋଧେ ପ୍ରଭାତୀ ମାତାଜୀ ପରିଚୟ ଦେଲାବେଳେ ବା ପ୍ରାରମ୍ଭିକ କାର୍ଯ୍ୟକ୍ରମ ଆରମ୍ଭ କଲାବେଳେ ସେ କହୁଥିଲେ ଆଜି ହେଉଛି ଗୁରୁ ଦିବସ। ଆଉ ଆମେ ସମସ୍ତେ ଜାଣିଛନ୍ତି ସେପ୍ଟେମ୍ବର 5କୁ ସାରା ଦେଶରେ ଆମର ଗୁରୁ ଦିବସ ରୂପରେ ପାଳନ କରାଯାଏ। ସ୍କୁଲରେ, କଲେଜରେ ବଡ଼ ସୁନ୍ଦର। ଆମେ ବି ଆଜି ବହୁ ବ୍ୟକ୍ତିଙ୍କ ଠାରୁ, ଯେଉଁମାନେ ଭାରତର, ତାଙ୍କଠାରୁ ବିଭିନ୍ନ ଶୁଭେଚ୍ଛାମୂଳକ ସନ୍ଦେଶ ପାଇଛନ୍ତି, ସେମାନଙ୍କୁ ମୋର ବହୁତ ବହୁତ ଧନ୍ୟବାଦ ଏବଂ କୃତଜ୍ଞତା। ତେବେ ଏଇ ଯେଉଁ ଗୁରୁଙ୍କ କଥା ଆମେ କଥା ହେଉଛନ୍ତି, ଏଇ କଥାକୁ ମଧ୍ୟ 1:15-15 ଅଧ୍ୟାୟ ସହିତ ଆମେ ଯୋଡ଼ି ପାରିବା। ତେଣୁ ଆସନ୍ତୁ ପ୍ରଥମେ ଆମେ ଗୁରୁଙ୍କ ବିଷୟରେ କଥା ହେବା। ଭାଗବତ କୌଣସି ଶାସ୍ତ୍ରର ଆଲୋଚନା, କୌଣସି ଶାସ୍ତ୍ରର କଥୋପକଥନ ଗୁରୁଙ୍କର ବିନା କୃପାରେ ହୁଏ ନା। ଗୁରୁଙ୍କର କୃପାରୁ ଭଗବାନ ମିଳନ୍ତି, ଆଉ ଭଗବାନଙ୍କ କୃପାରୁ ଗୁରୁ ମିଳନ୍ତି। ଗୁରୁଙ୍କ କୃପାରୁ ଭଗବାନ, ଭଗବାନଙ୍କର କୃପାରୁ ଗୁରୁ। ତେବେ ଗୁରୁଙ୍କର ଆମ ଜୀବନରେ ଉପଲବ୍ଧି ନିଶ୍ଚିତ ହେବା ଉଚିତ। ଆଉ ଏଇଟା ଗୁରୁମୂଳକ ଜ୍ଞାନ। ଆମର ଅନେକ ଶିକ୍ଷକ ଅଛନ୍ତି, କିନ୍ତୁ ଆମେ ଦେଖନ୍ତୁ କହିଛନ୍ତି ଆଜି ଗୁରୁ ଦିବସ। ଗୁରୁ ଦିବସ କାହିଁକି ନା, ଶିକ୍ଷକ ଶିକ୍ଷା ଦେଇପାରେ ଅନେକ, ଗୁରୁ ଯିଏ ଜୀବନର ଅନ୍ଧକାରରୁ ଆମକୁ ଦୂର କରାଇବ। ଜୀବନରେ ଅନ୍ଧକାର ଅନେକ ଅଛି। ଆମେ ଯେତେ ପାଠ ପଢ଼ିଲେ ବି, ଯେତେ ଶାସ୍ତ୍ର ଶୁଣିଲେ ବି କୋଉଠି ନା କୋଉଠି ଭାବୁଛୁ ଆମେ ଏ ଶରୀରର ମଜାଟା ମୋର ମଜା। କେତେ ମାୟା କଥା ଶୁଣିଲେ ବି ଆମେ ମାୟାକୁ ଜାବୁଡ଼ି ଧରୁଛୁ। ଏଇଟା ପାଖାପାଖି ସତ୍ୟ। ଗୁରୁଙ୍କର ବିନା କୃପାରେ ଜ୍ଞାନଟା ବିଜ୍ଞାନରେ ପରିଣତ ହେଇପାରିବ ନା। ଜ୍ଞାନ, ଇନଫର୍ମେସନ ବହୁତ ମିଳିପାରେ ଶିକ୍ଷକମାନଙ୍କ ଠାରୁ, କିନ୍ତୁ ଗୁରୁ ହେଉଛନ୍ତି ସେଇ ଲୋକ ଯିଏ ଆମ ହୃଦୟରେ ଆମକୁ ଅବଲୋକନ କରାଇବେ। ତାକୁ କୁହାଯାଏ ରିଏଲାଇଜେସନ୍, ଅନୁଭବ କରାଇବେ। ତାଙ୍କ ଦେଇଥିବା ସେବା ଦ୍ୱାରା, ସ୍ୱାଧ୍ୟାୟ ଦ୍ୱାରା, ଶାସ୍ତ୍ର ଦ୍ୱାରା, ସଙ୍ଗତି ବା ସଙ୍ଗ ଦ୍ୱାରା, ବିଭିନ୍ନ ପ୍ରକାର ମାଧ୍ୟମରେ ସେ ଆମକୁ ଆମ ହୃଦୟରେ ଭଗବାନଙ୍କ ପ୍ରତି ପ୍ରେମକୁ ପ୍ରତିଷ୍ଠା କରନ୍ତି ଏବଂ ତା ଦେହରେ ଜଳ ଶ୍ରବଣ କୀର୍ତ୍ତନ ରୂପକ ଜଳସେଚନ କରି ସେଇ ଭକ୍ତି ରୂପକ କ୍ରିପର ବା ଲତାକୁ ଭଗବାନଙ୍କ ପଦକମଳକୁ ଛୁଇଁବା ପାଇଁ ପୋଷଣ ମଧ୍ୟ ଯୋଗାନ୍ତି ଗୁରୁ। ତେଣୁ ଗୁରୁଙ୍କର ପୋଜିସନ୍, ସ୍ଥିତି ପ୍ରତ୍ୟେକ ସାଧକଙ୍କ ପାଇଁ, ପ୍ରତ୍ୟେକ ଭାଗବତ ରସିକ ଜନକମାନଙ୍କ ପାଇଁ ସର୍ବୋପରି, ସର୍ବ ଉପରେ। ତାଙ୍କର ଗୁରୁ ମାନେ କ'ଣ? ଯାହାଙ୍କର ମତ, ଯାହାଙ୍କର ଆଜ୍ଞା ଆମ ଜୀବନରେ ଗୁରୁତ୍ୱ ଦିଏ ବେଶୀ। ତାଙ୍କଠାରୁ ଗୁରୁତ୍ୱ ଆଉ କାହାର ନାହିଁ। ମୋ ଛୁଆ କହୁଛି, ମୋର ନିଜ ସ୍ୱାମୀ କହୁଛି, ମୋ ନିଜ ସ୍ତ୍ରୀ କହୁଛି ଗୋଟେ କଥା, ଭଲ କଥା କହୁଛି, କିନ୍ତୁ ଗୁରୁ କହୁଛନ୍ତି ଏଇଟା। କୋଉଟାକୁ ଆମେ ମାନିବା ଉଚିତ? ଯଦି ଆମର ବାସ୍ତବରେ ସେ ଗୁରୁ, ଆମେ ଗୁରୁ କଥାକୁ ମାନିବା ଉଚିତ। ଯଦିଓ ମୋ ସ୍ତ୍ରୀ, ମୋ ପିଲା, ମୋ ଛୁଆ, ମୋ ପରିକର ସେମାନେ ଯାହା କହୁଛନ୍ତି ମୋତେ ଭଲ ଲାଗିପାରେ ବା ମୋତେ ବୁଝା ପଡୁଛି ଇଏ ଭଲ କହୁଛନ୍ତି, କିନ୍ତୁ ସେଇ ସମୟରେ ଯଦି ଆମେ ଗୁରୁଙ୍କର ଆଜ୍ଞାକୁ ଆମେ ଗୁରୁତ୍ୱ ବା ପ୍ରାଥମିକତା ନ ଦେଇପାରିଲେ, ତାହେଲେ ସେ ଗୁରୁ ନୁହନ୍ତି। ଗୁରୁ ଅର୍ଥ
जी आम जीवन रे सबुठारु गुरुत्व बा गुरु दायित्व नियंती बा गुरु ओजनिया हो जाती आम जीवन रे समस्त मत गोटाए पटे गुरुंकर मत गोटाए पटे कहा मतटा ओजनिया गुरुंकर मतटा ओजनिया गुरु बड़ा सुंदर व्याख्या अच्छी गुरु किए तेणु आम से तो जीवानी अंततः 1:15 जो भागवतम अच्छी से निश्चित भाव में गुरु विद्या बा ये गुरुं ऊपर पर्यवसित आमे से अनुभव करचे तेरे आसतु गुरुं विषय पदे बा गुरुं विषय गोटे छोटिया स्टोरीटे गोटे गल्पटे आम आपण सहित सेयार करवा मु भाभी सीधा जीवी बोली चैप्टर को कहीं के जानी गुरु दिवस जो ए प्रकार कथा कहवा इच्छा है जापान रो कथा बोधे लीलामयी मत शुणा जाऊँ ना क्लियर शुणा ओके थैंक यू जापान रो कथा बोधे पिलाटर नाम थिला सेंसी पिलाटर नाम होची सेंसी जापान रो कथा पिलाटर नाम होची सेंसी दुर्भाग्यवशत ओ प्रेमलता पंडा माता जी थैंक यू प्रभाकर प्रभु थैंक यू जय जय तेबे ओके आमर स्वरूपिणी माता जी मध्य अच्छी प्रणाम हौ तेबे जापान रो पिलाटी नाम होची सेंसी पिलाटर दुर्भाग्य होची तार बाँ हाथटी पूरा कटि जाइछि बाँ हाथ नाही हैंडिकैप्ड आजिकाली कहउचंती स्पेशली एबल्ड नहीं तेबे बात हम कोन कहउचंती आजिकाली कोन दिव्य दिव्यांग दिव्यांग बोली करेक्ट तेबे ए सेंसी पिलाटीर कहीं के जानी प्रबल इच्छा मल्लयुद्ध शिक्षा करने मार्शल आर्ट्स अच्छा आर गोटे हाथ ना ताको केही नौना जुआड़े जाऊँ से शिखापी बड़ बड़ गुरु मान पाखक ताको केही नौना किंतु तार एते माने इच्छा आउ संकल्प दृढ़ता एते दृढ़ संकल्प सी गिव अप करूनी छाड़ूनी से कौच नाई मते पढ़ार अच्छे मते यहाँ शिखबार अच्छे कौन शिखब मार्शल आर्ट्स तेबे बहु प्रयास कला परे भी ताकू ठीक गुरु मिलेनि ठीक जगह मिलेनि जी जहाँ को से गुरु करके शिखिपार तेणु बड़ मायूस थाए बड़ दुखी थाए कालक्रमे शुणिला जड़े अमोघ गुरु भारी समर्थ गुरु अच्छा किंतु सी पहाड़ ऊपर रोचते गोटे आश्रम करछंती आउ सेठिके जदि जीव आउ जदि से गुरु ग्रहण करने ताहले जीत निश्चय हम आउ यार से पूरा भरोसा आसीगला बहुत प्रगाढ़ भरोसा प्रेमलता माता जी बुझा पड़ुछ ना सुना जाउछ ना एटी बहुत साउंड होउछ आपन को साउंड हो तो हां सुना जाउछ सुबुची एपटे जो साउंड होउची माने विभिन्न प्रकार वाद्य यंत्र आपन सुना जाउन तो नहीं थैंक यू ओके सो तेबे ओ सॉरी तेबे हो कौन है ये कौन कला दिन 24 घंटा 26 घंटा परिश्रम कर से पहाड़ ऊपर को चढ़िला गला बेले देखिला से आश्रम बंद अच्छे आश्रम गोटे द्वार से द्वार बंद ये कला ना ना मु आसी पहुँची केते कष्ट करिछि मु फेरबी ना एठू गोटे राति को गछ मूले गोटे ओस्त गछ मूले बा गोटे गछ कौन से गछ मूले से शोला सकाल उठला बेलू देखिला द्वार खोला संगे संगे मुह धोई दे देखला गोटे बुढ़ा लोकटे से कौन करुच्ची झाड़ू धरी तार आश्रमर अगना को बा आश्रम जो दांड कहती ताकू पहरुची पहरवा बुझुंट झाड़ू दौची है ना सफा करुच्ची बुढ़ाटे अति बुढ़ा बयस है किंतु दाढ़ी फाड़ी अच्छी ज्ञानी गुणी पड़ी लगुच किंतु यही कम करुच्ची झाड़ू मारुची सी पचारा जाकि सर मते मार्शल आर्ट शिखा अच्छे आज्ञा एठी किए अच्छा मत शिखेबे से बुढ़ा किसी कहूनी आपण स्टोरी को आउ थे मन पकातु जापान कथा पिलाटर नाम हूँ सेंसी जार बाँ हाथ ना से बड़ कष्ट कर जाई पहुँची कौटी से पहाड़ उपरे जोठी से शुणा पाई एठी अमोघ
गुरु अछंती जदि सी ग्रहण करती मु मार्शल आर्ट जब शिखे ताल निश्चित भाव में मु सेई विद्यारे पारंगत लाभ करि परिबी। तेणु बड़ आशा नहीं आसी आउ संकल्प पिलाटर अधिक कहीं कहली किछि लोक एवं जोड़िले तेणु तांको आउ मिस न हो तेणु मु आपनको रिपीट करदेली। तेबे कौन है ए पिला पचारुची बाबा से जो बाबा आसुचंती झाड़ू मारुचंती बाबा से एठी शिक्षा करिए मु आज्ञा शिखिबी मते कहंतु को काहा को मिसिया कहबो से बाबा किछि कथा कहूनी किछि कहून तार झाड़ू मारुच ये 5 थर 6 थर कहला से कौन हैला के जानी से बाबा चुपचाप पहुंचला सीधा कबाट बंद कला धम पळेला भीतर ये भाविला कौन कथा मु आसीची एठी केही नाहंती पुनी टक 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 कला केही खोलु नाहंती पुणी दिनटा दीपहर है खाईनी पीनी संध्या है पुणी राति गोटाए राति कटे पुणी गोटे राति कहीं आसुना एमती 2 दिन पर्यंत से बाहर राति रात्र जापन कला किंतु कहीं आसले आ कबाट खोलिया से झाड़ू मारुला बुढ़ा सी भी आसलानी 2 दिन पर कि देखु आर केते संकल्प है ना यार दृढ़ता देखंतु आ संकल्प देखंतु डिटरमिनेशन देखंतु एते अधिक ये छाड़ब ना या शिखिबार अच्छी ये सेठी अच्छी बहुत भल लगे आपन स्टोरी बहुत मर्मस्पर्शी माने एटा गोटे सत कहानी ऋषिकेशन सर थैंक यू। तेरे कौन है सेंसी तथापि 3 दिन है पड़ी रही हठात देखिला द्वार खोलला भाविला बोधे से बुढ़ा आसला कि कौन ताको पचार आउ थे गोड़ हाथ धर किंतु बुढ़ा तो पलैची बुढ़ा आसलानी आसी किए जहा आ मनरे उद्रेक है ओहो जड़े दी जन किए आस 2 जन हट्टा कटा लोक आसिले जना पड़ुंट मल्ल योद्धा पड़ी रेसलर बोली जना पड़ुंट आ मनरे एकदम यही माने बोधे होते गोड़ तले पड़गला आज्ञा मत रेसलिंग शिखिया मत प्लीज कहतु कौटी मु शिखिबी से अनु ना 2 जन जाक से एकदम तेबे ये बड़ कष्ट भी गोड़ा धरी कहला आज्ञा मत शिखबार अच्छे जीवन पलैब जदि ये मत ग्रहण न कर मो जीवन किसी आशा ना मो जीवन हारदेवी ये तापर मैंने कौन कले हठात कथबार्ता कि ना 2 जन जाक कौन कले गोटाए जड़े कौन कला खुआ को धरला गोटाए पटे बाँ पट नाई आ जन गोड़ को धरला गोटाए पट गोड़ गोटाए पट हाथ टेकी नहीं पड़े टेकी नहीं पलैले कबाट बंद करदे भीतर नहीं गले या डर ही मारूची आशा भी है जहा भीतर तो आसले किंतु डर मारूची मत कौन भीतर नहीं गोड़ हाथ टेकिक कौन करेंगे कि कौन के जानी तेरे आश्रम पहुँचला बेलू आश्रम शांत ता भीतर जो दैव माने वातावरण बड़ा सुंदर कहीं पार्टी कर चुपचाप समस्त अच्छा ये कहला मत कहीं बड़ी भली देवे ना कौन ये भावुची मन मन अरे मो जीवन मु कौन मार्शल आर्ट शिखा आसली मरिया आसली ना कौन जहाँ हम भगवान इच्छा ये तो मले मरी बंचले बंची यही समय सी देखला एमती अनु अनु आड़क साड़क अनेला यही समय देखागला से बुढ़ा जे झाड़ू मारुला सी गोटे चेयर उपर एकदम आखि बंद कर बसी ये कहला जहाँ बुढ़ा को पचार देवी कहला बुढ़ा पाखक दौड़ी गला बेलू ये 2 जन लोक जो धरते आगे मारी बसला कौटे जाऊँ कहला ये कहीं नथिले तो आपण मान नथिले तेणु मु भाविली बुढ़ा को पचारि किए एठी गुरु जहाँ मु शिक्षा करि से 2 जन जा कहले यही परा गुरु कहला कौन कहले ना हाँ यही परा गुरु ये होचंते आश्रम मुख्य लोक ना रे बाबा ये तो झाड़ू मारुला 2 दिन पूर्व मत कथा कहलानी ये गुरु ये पूरा आउ माने बुझी पाला जहा गुरु मत परीक्षा कर निजे निजे खुशी है किछिटा तो मु भूल करनी पलि न जाइकरी ताले गुरु मते परीक्षा करुले बोधे गुरु को पाखक गला प्रणिपात कला गुरु को कहला आज्ञा मु हूँ सेंसी मु शिखा चाहूँगी आज्ञा रेसलिंग मु जने रेसलिंग रे पारंगत हवा चाहूँगी मत कहीं ग्रहण करना आपण को मु कृपा करी आपण मते कृपा करी मते ग्रहण करंतु मो जीवन रो ध्येय होउची मोटे रेसलर हेबी आ मोर किछि इच्छा नै जीवन रे से गुरु कहले तुम्हें रेसलिंग शिखा चाहूच ठीक अच्छे मु तुमको ग्रहण करी आई मीन ए क्लास सो आई कॉल यू बैक सो मु तुमको ग्रहण करी यार खुशी आउ माने किछि
ବାଛ ବିଚାର ନାହିଁ एकदम ଡେଇଁ ପଡ଼ିଲା, ଏତେ ଖୁସି ହେଇଗଲା। ଯାହା ହଉ ମୋ ଜୀବନର ଆଶା ପୁରା ହେଲା, ଏଇ ହେଉଛନ୍ତି ସେ ଅମୋଘ ଗୁରୁ ଯାହାଙ୍କର ସାନ୍ନିଧ୍ୟରେ ଯାହାଙ୍କର ପ୍ରେରଣାରେ ମୋତେ ରେସଲର ହବାର ଅଛି। ବହୁତ ଖୁସି ହେଲା, ଯେମିତି ଜୀବନରେ ସବୁ କିଛି ମିଳିଗଲା। ଏଇଠୁ 1:15କୁ ମୁଁ କନେକ୍ଟ କରିବି। ଏଇ ଯେଉଁ କଥା ଗୁଡ଼ାକ ମୁଁ କହୁଛି ସେଇ ଅଧ୍ୟାୟ 15ରେ ମୁଁ ସବୁକୁ କନେକ୍ଟ କରିବି, ଆପଣ ଦେଖିବେ। ତେବେ ଖୁସି ଅମାପ ଷ୍ଟୋରି ପାଖକୁ ଚାଲନ୍ତୁ। ଖୁସି ଅମାପ ମୋତେ ଗୁରୁ ଗ୍ରହଣ କରିଦେଲେ, କିନ୍ତୁ ଗୁରୁ କହିଲେ ଶୁଣ ତୁମକୁ ମୁଁ ଶିଖେଇବି ଯେ ଆଜିକାଲି ଷ୍ଟାର ଲଗେଇବାକୁ ପଡ଼ୁଛି, କଣ୍ଡିସନ ଆପ୍ଲାଏ। କଣ୍ଡିସନ କ'ଣ ନା, କଣ୍ଡିସନ ହେଉଛି ମୁଁ ଯାହା ତୁମକୁ ଶିଖେଇବି ତୁମେ ତାକୁ ଧ୍ୟାନର ସହ ପ୍ରାକ୍ଟିସ କରିବ, ବାରମ୍ବାର ପ୍ରାକ୍ଟିସ କରିବ। କହିଲା ଆଜ୍ଞା ନିଶ୍ଚିତ, ମୁଁ ତ ମରିବା ପାଇଁ ତୟାର, ଆଉ ପ୍ରାକ୍ଟିସ କରିବିନି, ଦିନ ରାତି ଲଗେଇଦେବି ଆଜ୍ଞା, ଆଉ କିଛି ନାହିଁ ମୋ ଜୀବନର ଧ୍ୟେୟ। ଲାଗେ ବେଶ। ସେକେଣ୍ଡ କଣ୍ଡିସନ ହେଉଛି ମୁଁ ତୁମକୁ ଯାହା ଶିଖେଇବି ସେଇଆକୁ ପ୍ରାକ୍ଟିସ କରିବ, ପ୍ରଶ୍ନ କିଛି ପଚାରିବ ନା। ତୁମ ମନରେ ଯାହା ପ୍ରଶ୍ନ ଥିବ ପଚାରିବ ନାହିଁ, ଚୁପଚାପ ପ୍ରାକ୍ଟିସ କରିବ। ଲୋକ ଗୁଡ଼ା ସତରେ ଚୁପଚାପ ବୋଧେ। 2 ଦିନ 3 ଦିନ ପୂର୍ବରୁ ଆସିଥିଲା, ଝାଡୁ ମାରିଲା, ମୁଁ ପଚାରିଲି କିଛି କହିଲାନି। ୟାଙ୍କ ଟ୍ରେନିଂ ସେଇଆ ବୋଧେ, ଆଉ ହଉ ଚୁପଚାପ ହେବି। ଇଏ କହିଲା ହଉ ମୁଁ କିଛି କହିବିନି, ଚୁପଚାପ ପ୍ରାକ୍ଟିସ କରିବି। କହିଲେ ଠିକ ଅଛି, କାଲିଠୁ ତୁମର ଟ୍ରେନିଂ ଚାଲୁ। ଭଗବାନଙ୍କର ଅପାର କୃପାରୁ ଅଲଗା ଲୋକମାନଙ୍କୁ ବି ସେ ଦେଖିଲା, ଲୋକମାନେ ଆସିଛନ୍ତି, ତାଙ୍କ ସହିତ ଟ୍ରେନିଂ ଆରମ୍ଭ ହେଇଗଲା। ଏବେ ଯେଉଁ ଟ୍ରେନିଂ ଆରମ୍ଭ ହେଲା, ଅନ୍ୟମାନେ ଇଏ ବହୁତ ପ୍ରାକ୍ଟିସ କଲା, ଗୁରୁ ମଧ୍ୟ ଦେଖିଲେ ପ୍ରାକ୍ଟିସ କରୁଛି ସିନସିୟର। ମାସେ ଗଲା, 1.5 ମାସ ଗଲା, ଅନ୍ୟମାନଙ୍କୁ 6ଟା 7ଟା ଟ୍ରିକ୍ ଶିଖେଇ ସାରିଲେଣି ଗୁରୁ, ୟାକୁ ଗୋଟିଏ ଟ୍ରିକ୍। ଇଏ କହିଲା କ'ଣ ମୁଁ ପ୍ରାକ୍ଟିସ କରୁନି, ମୁଁ ତ ସବୁବେଳେ ପ୍ରାକ୍ଟିସ କରୁଛି। ଆଚ୍ଛା ମୋତେ କାହିଁକି ଏମିତି ଅବହେଳା କରୁଛନ୍ତି ଗୁରୁ? କିନ୍ତୁ ପୁଣି ମନେ ପଡ଼ିଲା, ପଏଣ୍ଟ ନମ୍ବର 2, କୌଣସି ପ୍ରଶ୍ନ ପଚାରିବ ନାହିଁ। ହେଲା ବାବା ଏ କଥା କହିଛନ୍ତି, ବିଦା କରିଦେବେ ଯଦି ଅସୁବିଧା, କିଛି ପ୍ରଶ୍ନ ପଚାରିବ ନାହିଁ। ପୁଣି ପ୍ରାକ୍ଟିସ କଲା, ପୁଣି 6 ମାସ ପଳେଇଗଲା। ଇଏ କହିଲା ଗୁରୁ ମୋତେ କ'ଣ ଗୋଟାଏ ଶିଖିଲି ନା, ଅନ୍ୟମାନେ କେତେ କ'ଣ ପ୍ରାକ୍ଟିସ କରି କେତେ କିକ୍ ମାରୁଛନ୍ତି, କେତେ କ'ଣ କ'ଣ କରୁଛନ୍ତି, କେତେ ଟ୍ରିକ୍ ଶିଖିଗଲେଣି, ମୋତେ ଗୋଟିଏ ଟ୍ରିକ୍ ଶିଖଉଛନ୍ତି। ହଉ କ'ଣ କରିବି, ମୋତେ କହିଛନ୍ତି ପ୍ରଶ୍ନ ପଚାରିବୁନି, କେମିତି ପଚାରି ତାଙ୍କୁ? ତାପରେ ପାଖାପାଖି 6 ମାସ ପରେ ଗୋଟେ ଟୁର୍ଣ୍ଣାମେଣ୍ଟ ହେଲା, ଇଣ୍ଟ୍ରା ସ୍କୁଲ ଭିତରେ। ସେ ଯେଉଁ ଆଶ୍ରମ, ସେ ଆଶ୍ରମର ଯେଉଁ ମଲ୍ଲଯୋଦ୍ଧା ମାନେ ଶିକ୍ଷଣ କରୁଥିଲେ, ପ୍ରଶିକ୍ଷଣ କରୁଥିଲେ, ତାଙ୍କରି ଭିତରେ। ଏବଂ ଗୁରୁ ଆଙ୍କ ନାଁ ଦେଲେ, ତୁମେ ମଧ୍ୟ ଆସ। ଆଉ ଇଏ ଗଲା, ସେଇ ଗୋଟିଏ ତ ଶିଖିଛି, ଆଉ କ'ଣ? ଗୁରୁଙ୍କୁ ଇଏ କହୁଛି ସାର୍ ମୁଁ ପ୍ରାକ୍ଟିସ କରୁଥିଲି। ହଁ ମୁଁ ଜାଣିଛି ତୁ ପ୍ରାକ୍ଟିସ କରୁଥିଲୁ। ନା ଆଜ୍ଞା ସେଇ ଗୋଟିଏ, କିଛି କହୁନାହାନ୍ତି ବାବାରେ, ଆଉ କିଛି କହିବେନି। ଇଏ ଚୁପଚାପ ଗଲା ମ୍ୟାଚକୁ। ମ୍ୟାଚ ହେଲା, ମ୍ୟାଚର ଜିତ୍ କିଏ ହେଲା? ସେନ୍ସି ଖୁସି ହେଇଗଲା, କହିଲା ଯାହା ହଉ ବାହ। ଗୁରୁ ମଧ୍ୟ ତାକୁ ବାସ୍ ସରିଲା, ଆଉ କିଛି କହିଲେନି। ତାପରେ କ'ଣ ହେଲା, ଇଣ୍ଟ୍ରା ସ୍କୁଲ, ଅଲଗା ଲୋକମାନଙ୍କ ସହିତ ଏମାନଙ୍କର ଆଶାତୀତ ଭାବରେ ସେନ୍ସିକୁ ସିଲେକ୍ଟ କରାଗଲା। ତାଙ୍କ ଆଶ୍ରମ ତରଫରୁ ଅଲଗା ଏତେ ଜାଣିଥିବା ଲୋକମାନଙ୍କୁ ନ ସିଲେକ୍ଟ କରି ସେନ୍ସି ଯିଏ ଗୋଟିଏ ମାତ୍ର ଟ୍ରିକ୍ ଜାଣିଛି, ଗୋଟିଏ ମାତ୍ର ମୁଭ୍ ଜାଣିଛି, ସେଇ ଗୋଟିଏ ଲୋକ, ସେଇ ଗୋଟିଏ ମୁଭ୍ ଜାଣିଥିବା ପିଲାକୁ ସେନ୍ସିକୁ ସିଲେକ୍ଟ କରାଗଲା। ସେନ୍ସି ଗଲା, lo and behold, ସେନ୍ସି became the winner। ସେନ୍ସି ୱିନର ହେଇଗଲା। ବହୁତ ଖୁସି ଲାଗୁଥାଏ, କୃତଜ୍ଞତା ବି ଲାଗୁଥାଏ, କିନ୍ତୁ ମନରେ ମନରେ ଭାବୁଥାଏ ମୁଁ ତ ଗୋଟିଏ ଜାଣିଛି, ଏଇ ଗୋଟିଏ ତ କଥା, ମୋର ଆଉ କ'ଣ ଅଛି ମୋ ପାଖରେ? ତାପରେ ନ୍ୟାସନାଲ ଟୁର୍ଣ୍ଣାମେଣ୍ଟ, ସତକୁ ସତ ଇଣ୍ଟର ସ୍କୁଲରେ ହେଇଥିଲା। କିଏ ଚାମ୍ପିୟନ? ନା ସେନ୍ସିକୁ ପଠାଗଲା। ସେନ୍ସି ବଡ଼ ଭୟଭୀତ, କହୁଛି ଇଏ ନ୍ୟାସନାଲ ଲେବୁଲରେ ଖେଳ ହବ, ମୁଁ ତ ଗୋଟିଏ ଜାଣିଛି, ମତେ ଏମାନେ କଚମ୍ବର କରିଦେବେ, ଏମାନେ ମାରି ପକେଇବେ ମତେ। କିନ୍ତୁ କ'ଣ କେଜାଣି ସେନ୍ସି ଯେତେବେଳେ ଜିତିଗଲା, ସେ ଗୁରୁଙ୍କ ପ୍ରତି ଅନେକ କୃତଜ୍ଞତା ହେଲା, ବହୁତ କୃତଜ୍ଞ ହେଲା, ଅନେକ କୃତଜ୍ଞ ହେଲା, ବହୁତ ଧନ୍ୟବାଦ ଦେଲା। କିନ୍ତୁ ତାର ବର୍ତ୍ତମାନ ଆଡଭର୍ସିଟି, ବର୍ତ୍ତମାନ ତାର ସମସ୍ୟାଟା ବହୁଗୁଣିତ ହେଲା। କାହିଁକି? ନ୍ୟାସନାଲ ଜିତିଗଲା, ଗୋଟେ ଉପଲବ୍ଧି, କିନ୍ତୁ ବର୍ତ୍ତମାନ ଇଣ୍ଟରନ୍ୟାସନାଲ ଲେବୁଲକୁ ଯିବ। ଇଣ୍ଟରନ୍ୟାସନାଲ ଲେବୁଲରେ ଯିଏ 5 ବର୍ଷ ହେଲା ଲଗାତାର ଚାମ୍ପିୟନ ହେଇଛି, ସେ ଲୋକକୁ ଦେଖିଲେ ଜଣେ ଝାଡ଼ା ବସିବ, ସେ ଲୋକକୁ ଦେଖିଲେ ଡରି ପକେଇବ।
है ना। ए प्रकार लोक सी ए तार एकदम बाहु फाहु सब पूरा चमकुची सब पूरा तेल फेल लगे आसी मारी पकेब जमी ताकू देखला बेलू आर 1 नंबर 2 नंबर 3 नंबर है ये कौन करी कौन ये लोक पचारि तो पारुनी आउ नेशनल जाए आसले आउ इंटरनेशनल कौन विदा हबी बोला हौ जीवी गुरु को अनेक प्रार्थना कला गोटे मुझे जानी आपन सीना कौन कर मत जिते दौरान कि केवल जानी गोटे मुव जी तो जानी भल कि ना गला आउ समस्ते सेठी माने आसीचंती बड़ बड़ लोक सब एमती नुह कि आउ से चैंपियन को देखला बेलू ओहो हो प्रथम राउंड गला बा प्रथम राउंड खेल हम ता पूर्वर सेंसीर जी मुख्य कोच से बुढ़ा सी आसी गोटे पेप टक देले मोटिवेशनल टक देले कहले तुम्हें कौन सी कथा को विचार न करी तुम्हें ध्यान दियो तुम गेम उपरे तुम्हें जो ट्रिक शिखी बारंबार प्रैक्टिस कर आ मुझे तुम चाहे प्रणिपात कला सेंसी एवं गला तार मैदान को लो एंड बिहोल्ड किछि मूव परे जदियो सेंसी को सब बेले लगुला सी हारी जीव केतबेले मध्य सबु जाक मैच जीति वर्ल्ड चैंपियन रेसलर हला सेंसी वर्ल्ड चैंपियन रेसलर हला सेंसी एबे सेंसी कांदी पकाउछि गुरु पाखरे कृतज्ञता ज्ञापन करिया पई सेंसी जाने सीए कौनसी मते गुरुंकर कृपा न होइतिले वर्ल्ड चैंपियन हेई पारि नथांता तार शक्ति रे से कौनसी मते हेई पारि नथांता से जाने एबे गुरु पाखु जाई कांदी पकेला गुरुदेव मते आपण गोटिए ट्रिक शिखैचंती से गोटिए ट्रिक रे ये दिव्यांगत लोक को ये फिजिकली चैलेंज्ड हैंडीकैप लोक को आपण वर्ल्ड चैंपियन कर देले मु बुझी पारुनी ये की प्रकार कृपा गुरुदेव मजा गदगद होउचंती एबे गुरुदेव कहउचंती मु कहितिली ना प्रश्न पचारिबनी बोली ना हाँ गुरुदेव मु केबे पचारिनी ना सुनो काई कहितिली तुमको जो ट्रिक मु शिखैथिली जो मूव मु शिखैथिली मारिबा पई सेथिरे तुमे पारंगत करछो ये तुमरो क्रेडिबिलिटी किंतु गुरुंकर कृपा केमिति हिची ना तुमे जो पंच ता तुमे मारुच ताकू अटके हेले तार काउंटर अटैक होउची तुमरो बात को धरिया को पड़िबो तुमरो जोटा नाही जदि तुमरो ओपोनेंट तुमे जो मूव करूच ताठू बंचिया को अछि ताठू जितिबा को अछि काउंटर अटैक करिया को हबो ताले तुम बात को धरले तुमे अटकीबो बा तुमे डज हबो बा तुमको से काउंटर दे परिबो किंतु तुमर तो बाँ हाथ नाही तेणु जितिया स्वाभाविक मुझे देखी जे तुमर बाँ हाथ नाही जदि यही गोटे मूव रे तुमे पारंगत हो जीव ताहले तुमर दिव्यंगत अवस्था हैंडीकैपटा तुमर अपॉर्चुनिटी हो जीव तुमर एडवर्सिटीटा ब्लेसिंग हो जीव तुमर कर्सटा कज हो जीव जितिया पई तेणु जीवन रे आमे आमे समस्ते कोउठ ना कोउठी आम भितरे वीकनेस अछि से वीकनेस पाई आमे दुख करूचंती आ प्रार्थना करूचंती से वीकनेस ता माने जदि मोर वीकनेस ता पड़ांता ताहले मु चैंपियन हेई थांती मु जो आकु बाहाई सुंदर नुह जदि सुंदरी ताकू बाहाई थांती मु सुंदर हेई थांती सी जे बाहाई सुंदरी से कहूची ये झीटा न आसिक जदि मो मन आउ कोन हेई थांता मु सुंदर हेई थांती किए कहूची पैसा थिले किए कहूची कोन 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 आ समस्तंकर जीवन रे किंतु अछि एमिति कौनसी जीवन धरा तले नाही जहा जीवन रे किंतु नाही जदि छुआ भलो स्त्री नुहे जदि स्त्री भलो पैसा नाही जदि पैसा भलो संसार रे तुमे बदनाम जदि बदनाम स्वास्थ्य खराब जदि माने जस अछि ताहले तुम देह भलो नाही कौनसी ना कौनसी समय रे किछि ना किछि आपनक जीवन रे आम जीवन रे किंतु तो रहिबो मु धनी किंतु गड़बड़ मु गरीब किंतु अम किंतु रहिबो निश्चय जीवन रे जेके आमे जेके होंतु ना कहीं है ना आमे अर्जुन होंतु आमे भीष्म होंतु आमे जेके होंतु ना कहीं आम जीवन रे एमिति केबे समय आसीबो ना जे आमे सबु बेले समर्थ सबु जिंस रे आमे परिपूर्ण नो के नो एटी परिपूर्ण सबु जिंस रे सेत पई क्वाइ जे टू एर इज ह्यूमन बीइंग तेबे आधु आमे शिक्षा कोन पाइले ना वास्तव रे गुरु को शरणागत कले आमर जोटा वीकनेस थिबो
ସେଇଟା ଆମର ସମର୍ଥ ହେଇପାରେ, ୱିକନେସଟା ଆମର ଏଜ୍ ହେଇପାରେ, ଆବିଲିଟି ହେଇପାରେ। ଆଉ ସେଇଟା କରେଇ ପାରିବେ କିଏ? ନା ସେଇଟାକୁ କରେଇ ପାରିବେ ଗୁରୁ। ଯେତେବେଳେ ଦୃଢ଼ ଶ୍ରଦ୍ଧାର ସହିତ ଆମେ ତାଙ୍କର ଇନଷ୍ଟ୍ରକ୍ସନକୁ, ଆମେ ତାଙ୍କର ଆଜ୍ଞାକୁ ମାନିବା। ଦ୍ୱିତୀୟ, ନେଭର ଗିଭ୍ ଅପ୍। କୌଣସି କାର୍ଯ୍ୟ ଆମେ କରୁଛନ୍ତି, ଆଜି ବହୁତ କମ୍ ଲୋକ ଅଛନ୍ତି ବୋଲି ମୁଁ ଭାବୁଛି, ବେଶୀ ଲୋକ ନାହାନ୍ତି। ତେଣୁ ଏଇଠି ମୁଁ ଆପଣଙ୍କୁ ପଚାରୁଛି, ଆପଣମାନଙ୍କର ଆଧ୍ୟାତ୍ମିକ ଜର୍ଣ୍ଣିକୁ ଟିକେ ମାନେ ଆନାଲାଇଜ୍ କଲେ, ଆପଣମାନଙ୍କର ଯେଉଁ ଆଧ୍ୟାତ୍ମିକ ଯାତ୍ରା କରିଛନ୍ତି, ଏଇ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ବା ଆଉ କେଉଁଠି ପହଞ୍ଚିଥିଲେ, ଯେଉଁ ସ୍ଥିତି ଆପଣ ଥାଉ, ଆପଣ ଟିକେ ତର୍ଜମା କଲେ କେତେ ସମୟ ଆସିଛି, କେତେ ସୁଯୋଗ ଆସିଛି, ଆପଣ ଭାବିଛନ୍ତି ଆଉ ହବନି, ଯା ଛାଡ଼ି ଦିଅ, ଏ ଭକ୍ତି କଲେ କ'ଣ ହବ? ଏମିତି ଆସିଛି, ଆସିବ ମଧ୍ୟ। କିନ୍ତୁ ଆମର ଗୋଟିଏ କ୍ୟାରେକ୍ଟର ଯେଉଁଟା ଦରକାର, ସେଇଟା ହେଉଛି ମୁଁ ଛାଡ଼ିବି ନା, ମୁଁ ଏ କଷ୍ଟକୁ ସହିବି। ପ୍ରାପ୍ତିଟା ପ୍ରୟାସ ବିନା ହେଇପାରିବ ନା, ପ୍ରୟାସ କରିବାକୁ ହବ। ଆଉ ଯେତେବେଳେ ପ୍ରାପ୍ତିଟା ସର୍ବୋଚ୍ଚ, ବ୍ରହ୍ମାଣ୍ଡ ଭ୍ରମିତେ କଣ ଭାଗ୍ୟବାନ ଜୀବ, ଗୁରୁ କୃଷ୍ଣ ପ୍ରସାଦ ଲଭେ ଭକ୍ତିଲତା ବୀଜ। ଭକ୍ତି ଭଗବାନଙ୍କର ପ୍ରେମ ପାଇବା ପାଇଁ ଆଶା ଆକାଂକ୍ଷା, ଏଇଟା ସୌଭାଗ୍ୟ। ଯିଏ ଗୁରୁଙ୍କର ଅଧ୍ୟୟନରେ ବାସ୍ତବରେ ଗାଇଡ୍ ନେଉଛି ବା ଗୁରୁଙ୍କର ଆଶ୍ରୟରେ ଏ ପ୍ରକାର ପ୍ରୟାସ କରୁଛି, ଇଏ ସବୁଠୁ ବଡ଼ ପ୍ରୟାସ। ଆପଣ ଡାକ୍ତର ହେବା ପାଇଁ 5 ବର୍ଷ କେତେ ଖଟୁଛନ୍ତି, ଦାସତ୍ୱକୁ ସ୍ୱୀକାର କରୁଛନ୍ତି। ଇଞ୍ଜିନିୟର ହେବା ପାଇଁ କେତେ କଷ୍ଟ, ବୋହୁଟେ ବାହା ହେବା ପାଇଁ କେତେ କଷ୍ଟ, ଘର ଚଳେଇବା ପାଇଁ କେତେ କଷ୍ଟ, କାହାକୁ ଭଲ ପାଇବା ପାଇଁ ଓହୋ କେତେ କଷ୍ଟ। ସବୁ କୌଣସି ଜିନିଷ ଅଛି ଯୋଉଟା କଷ୍ଟ ହଉନି। କିନ୍ତୁ ଯେମିତି ଭକ୍ତି କଥା ଆସୁଛି, ଟିକିଏ କଷ୍ଟ ହେଲେ କଷ୍ଟ ଆଇଲା, ମୁଁ ଆଉ କ'ଣ କରିବି। କିନ୍ତୁ ଆପଣ ଲକ୍ଷ୍ୟ କରନ୍ତୁ ଶାସ୍ତ୍ରକୁ, କୌଣସି ଚରିତ୍ରକୁ ଆପଣ ଦେଖନ୍ତୁ, ଲୀଳାମୟୀ ମାତାଜୀ, ପ୍ରଭାତୀ ମାତାଜୀ, ବିଚକ୍ଷଣ ସାର୍, ଅକ୍ଷୟ ପଣ୍ଡିତ ଜୀ, ଆପଣ କୌଣସି ଶାସ୍ତ୍ରର ବା କୌଣସି ଚରିତ୍ରକୁ ଦେଖନ୍ତୁ ଶାସ୍ତ୍ରର, ତାଙ୍କ ଜୀବନକୁ ତର୍ଜମା କରନ୍ତୁ। ଆମେ ଯଦି ସେ ଜୀବନ ହେଇଥାନ୍ତେ, ସେ ଚରିତ୍ର ହେଇଥାନ୍ତେ, ଆମେ ତାକୁ ଝେଲି ପାରିଥାନ୍ତେ? ଆଉ ସେଇ ଝେଲିଛନ୍ତି ବୋଲି, ଗିଭ୍ ଅପ୍ କରିନାହାନ୍ତି, ଛାଡ଼ି ନାହାନ୍ତି ବୋଲି ସେମାନେ ସେଇ ଚରିତ୍ର ହେଇଛନ୍ତି ଯେଉଁମାନେ ମହିୟାନ ହେଇଛନ୍ତି। ତେବେ ଆମକୁ ଗିଭ୍ ଅପ୍ କରିବାର ନାହିଁ। ଗୁରୁଙ୍କର ନାଭିଗେସନ୍, ଗୁରୁଙ୍କର ଅପ୍ଟିମାଇଜେସନ୍, ଗୁରୁଙ୍କର ଭ୍ୟାଲିଡେସନ୍କୁ ସହି ଜାଣିବା ଦରକାର। ଗୁରୁଙ୍କର କୌଣସି କଥା ଗାଳି ହଉ ବା ପ୍ରେମ ହଉ, ଏ ସବୁଯାକ ମୋର ମହନୀୟ ସ୍ଥିତି ଆଡ଼କୁ ଯିବ। ଗାଳି ମଧ୍ୟ ମୋ ପାଇଁ ଆଶୀର୍ବାଦ, ଛାଡ଼ିବା କଥା ନୁହେଁ। ଖାସ୍ କରି ଭାଗବତ ମାର୍ଗରେ, ଏଇ ଭଗବତ ମାର୍ଗରେ ଛାଡ଼ିଦେବାଟା ସହଜ। କାରଣ ସବୁ ଲୋକ କହୁଛନ୍ତି ମଜା ମାରିବା ପାଇଁ ଗୋଟିଏ ଜିନିଷ, ଆସ ଇନ୍ଦ୍ରିୟ ଭୋଗ କର। କିନ୍ତୁ ଗୁରୁ କହୁଛନ୍ତି ନାଇଁ, ସୁଅ ଚାଲିଛି ଗୋଟେ ଆଡ଼କୁ, ଗୁରୁ କୁହନ୍ତୁ ଓଲଟା ପହଁର। ଓଲଟା ପହଁରିବାଟା ସହଜ ନୁହେଁ, ତେଣୁ ଛାଡ଼ିଯିବାଟା ପାଖାପାଖି ସ୍ୱାଭାବିକ। ହଉ, ତାପରେ କ'ଣ ନା, ଗୁରୁ ଜାଣିଛନ୍ତି ଆପଣଙ୍କର ହ୍ୟାଣ୍ଡିକେପ୍କୁ କେମିତି ସେ ଆଶୀର୍ବାଦରେ ପରିଣତ କରିବେ। ଗୁରୁଙ୍କ ପାଖରେ ସେ ବିଦ୍ୟା ଅଛି, ସେ ପ୍ରକାର ଦୃଢ଼ ବିଶ୍ୱାସ ଆମର ରହିବା ଉଚିତ। ତାପରେ ପ୍ରାକ୍ଟିସ୍ ଯାହା ଆପଣ କରିବେ, ସେ ପ୍ରାକ୍ଟିସ୍ଟାକୁ ଡିଲିଜେନ୍ସ ସହିତ କରିବାକୁ ପଡ଼ିବ, ପରସିଭିୟର କରିବାକୁ ପଡ଼ିବ ଏବଂ ତୀବ୍ରତା ବଢ଼ାଇବାକୁ ପଡ଼ିବ। ସେଇଥିପାଇଁ ଭକ୍ତିରେ, ଭାଗବତ ଧର୍ମରେ, ବାସ୍ତବରେ ଆଧ୍ୟାତ୍ମିକତା କ'ଣ? ତୀବ୍ରେନ ଭକ୍ତି ଯୋଗେନ। ଜେସସ୍ କ୍ରାଇଷ୍ଟ, ଯିଏ ଖ୍ରୀଷ୍ଟିଆନ ଧର୍ମର ପ୍ରବର୍ତ୍ତକ, ସିଏ କହୁଥିଲେ, ଆଇଦର ବି ହଟ୍ ଅର୍ କୁଲ୍, ଡୋଣ୍ଟ ବି ଲ୍ୟୁକୱାର୍ମ, ଆଇ ସ୍ପିଟ୍ ଆଟ୍ ୟୁ। ଯଦି ତୁମେ ଉଷ୍ଣ ହବ, ଉଷ୍ଣ ହେଇଯାଅ। ଯଦି ତୁମେ ଥଣ୍ଡା ହବ, ଦରକାର ନାହିଁ, ଥଣ୍ଡା ହେଇଯାଅ। କିନ୍ତୁ ମଝିଆ ହୁଅ ନା। ଆମର ଦୁର୍ଭାଗ୍ୟ ହେଉଛି, ଆମେ ଟିକିଏ ଗର୍ବୀ, ଟିକିଏ ଶାନ୍ତ, ଆମେ ଟିକିଏ ଭକ୍ତି, ଟିକିଏ ଭୌତିକ, ଆମେ ଟିକିଏ ରାଗି, ଟିକିଏ ଶାନ୍ତ, ଆମେ ମଝିଆ। ଆମର ପ୍ରୋବ୍ଲେମ ସେଇଠି। ଆମେ ସମ୍ପୂର୍ଣ୍ଣ ଶରଣାଗତ କରିନୁ, ସମ୍ପୂର୍ଣ୍ଣ ଭୌତିକ ହୋଇ ରାକ୍ଷସ ହେବାକୁ ବି ଚାହୁଁନୁ। ଆମେ ଟିକିଏ ମଜା ମାରିବାକୁ ବି ଚାହୁଁଛୁ, ଟିକେ ସେବା କରିବାକୁ ବି ଚାହୁଁଛୁ। ଗଡ଼ବଡ଼ ଆମଠି, ପ୍ରୋବ୍ଲେମ ଏଇଠି। ତୀବ୍ରେନ, ଯଦି ତୀବ୍ର ଭାବରେ ଜଣେ ଭୌତିକ ହବ, ଚୋର ହବ, ରାକ୍ଷସ ହବ, ତାକୁ ମାଡ଼ ବସିକି ସେ କୋଉଠି ନା କୋଉଠି ଚେଞ୍ଜ ହବ। ଯଦି ତୀବ୍ର ଭକ୍ତି କରିବ, ଆମର ଆଜ୍ଞା ଆଣ୍ଟିନା ଠିକ ରହୁନି।
मोर कहबार आंटना ठीक अच्छे तो मैं नेटवर्क ठीक अच्छे तो अच्छा ठीक अच्छे तेरे हौ आज्ञा तेरे तेरे देखंतु तीव्रता दरकार तीव्रेन भक्ति जो अकाम सर्वकाम बा मोक्ष काम उदारधि तीव्रेन भक्ति जोगेन यजते पुरुषं परम तद विधि प्रणिपातेन परिप्रश्नेन सेवया उपदेक्षन्ति ते ज्ञानम ज्ञानी नस्तत्वदर्शिना सही माने देवे जेतबळे आमे सही प्रकार प्रयास करिवा दुख कष्ट आसीबो निश्चित याको आशा करिवा चाहिबानी किंतु आमे जदि आसीबो आमे आश्चर्य भी हबानी अरे मु तो भक्ति करूथली मते कोन ज्वर हलानी ज्वर हला माने भक्ति छाड़ अरे बाबा ज्वर हला डाक्टर को ज्वर होउची बरा जे ज्वर भलो करिया पई मेडिसिन रखिची ताकू भी ज्वर होउची तुमे भक्ति करते ज्वर हबनी कई भावन्तु छोटिया छोटिया कथा न छाड़ तुम तीनटा जिनस आमे सिखले सेंसिरु गुरु को ऊपर श्रद्धा सी आमर वीकनेस को आमर दुर्बलता को जानिचंती से दुर्बलता को आमर दुर्भाग्य को सौभाग्य रे परिवर्तन करि परिबे से समर्थ एक नंबर 2 आमको जो प्रैक्टिस बा प्रयास करिया को कराला ताको आमे तीव्र भाव रे करिबा उचित 3 आमे छाड़ी दबा बा गिव अप करिया कथा में लागी रहिबा दरकार परसिवियर करिया दरकार ताहाले सक्सेस सुनिश्चित तेबे गुरु दिवस रे कथा आशा करे जदियो समय नेला तथापि आशा करे आपण मानकु बुझा पड़िथिबो एबे आसंतु श्रीमद् भागवतम रो प्रथम स्कंदर 15 अध्याय को जिबा जहा हमकु कुहाइची कहिबा पई अरे बाप रे 9टा पाखा पाखी गेलानी तेबे 15 अध्याय होउचंती पांडव उचित समय रे केमिति संसारिकता को संसारत्व को बा तांकर समस्त आसक्ति को मलबत छाड़ी दे भगवान को पाख को जीवा पई प्रयास कले दे रिटायर टाइमली तेणु जदियो लेखा है जगन्नाथ कृत भागवत उपरे मते कहबाकू किंतु वास्तव रे जगन्नाथ कृत भागवत उपरे मोर चाष नहीं चाष कौन मु पढ़ी भी नहीं शुणिची केबे केबे मु व्यासकृत भागवतम जोटा मूल भागवत संस्कृत से आपण को कथा जदियो दीटा पाखापाखि मैचिंग किंतु ओडिया रे जगन्नाथ दास जो भागवत करचंती ताहा आपण को आनंद दियंता कारण पद्य आकार रे लोक कथा बा आमको बुझिला परिका होता जदि आपण मान भीतर किए लास्ट रे पढ़ी देबे सुनेबे ताले हुए तो आपन को आ भल लागियो मु चाहिबी चाहे अक्षय महाराज होंतु विशिकेशन महाराज होंतु जो माने अछंती ज्ञानी गुणी जहां पाखरे शास्त्र अछि मो पाखरे से जगन्नाथ दास कृत भागवत भी नाही तथापि मु देखिची आज पढ़ेबा को थिला बोली मु टिके आखि पकेई थिली ए न कि मु आखि पकेइनी हेले आपन को कहिबारे से बेसी प्रामाणिक हेबे मु खाली देखिकी पढ़िया कथा भल लागिबनी आपन को तेबे व्यासकृत ए 15 अध्याय बा 15 अध्याय को आसंतु अर्जुन फेरुचंती द्वारकारु तांकर मुख मलिन पड़िछि आ ता पूर्वरु बहुत कथा हे जाइछि जहा को वर्णना कले समय पळेबो विभिन्न प्रकार दुर्भाग्यजनक कोन कहंती वुमेन्स देखा जाउछि कोन त वुमेन्स को ओडिया रे कोन कहंती वुमेन्स बैड वुमेन्स जेंती हां सूचना टाइप रो माने माने आमे कोनतनी अरे हे से जो कुकुर कांदुची ता माने के मर जीवो काले कोन ता कोनती अशुभ संकेत हाँ अशुभ संकेत करेक्ट करेक्ट अशुभ सूचना अशुभ संकेत विभिन्न प्रकार अशुभ माने सूचना होउची गाई माने विभिन्न प्रकार कथा कुआइची माने ए जो अध्याय गुडी करे कुआइची युधिष्ठिर भारी दुख करुछन कोन हैला कोन एमती हिची काहे कि एमती होची काले कृष्णकर किछि हेलान तो काले जादव मानकर किछि हेलान तो जाहा को भलो पान तांको तो मन पड़िबो ना जदी मोर पो जाईची मान्या जो भुवनेश्वर पाठ पढुची भुवनेश्वर मु सुनिया को पाइली काले को हॉस्टल रे बाडिया पिटा है कि 2-3टा मर जाइछंती मु संगे संगे मो पुओ को फोन लगेबी संगे संगे से हॉस्टल कोठी जगाटा रसुलगढ़ ना बाणी बिहार ना कोठी संगे संगे कह मो पुओ को अरे पुओ मोर जाइतला अछि कोठी काले से हॉस्टल जाई नथला तो मु जहा को भलो पाए जदर अशुभ संकेत हबो मु प्रथमे तांको मने पकेबी काले से भलो रचन ने मन पाप छुइबो कोंतनी सब बेले भाबी मु तांक कथा सेमती युधिष्ठिर महाराज भाबुचंती जहा हो
अर्जुन आसी पहुंची अर्जुन देखा करुँच युधिष्ठिर को युधिष्ठिर देखी मन मलिन कांदिबा परिका हो जाउछन्ती कथा कहि पारु नाहंती। प्रथम श्लोक रे चलंतु प्रथम श्लोक को पढ़िबा। अक्षय महाराज यदि प्रथम श्लोकटा आवृत्ति कर परिबे ओडिया रे कले देखिए भलो हबो कले आजा ना संस्कृत ना संस्कृत रे कहू जाय ओडिया ओडिया कले भलो हबो ओडिया डा ठीक है आपण आलोचना करो तो ओडिया काढी सब तला संस्कृत करम संस्कृत कोंता एवं कृष्ण सखा कृष्ण भाता राज्ञा अभिकल्पितः नाशंको शंकास्पदम रूपं कृष्ण विश्लेष दर्शितः। भागवत में कहउचंती जेतबळे आ लिंकटा कोन ना महाराज युधिष्ठिर पचारिचंती तो वाच रे आज्ञा तो वाच भगवान कृष्ण सुतो वाच हां अर्जुन कृष्ण को ठारू विरहटा को अनुभव करुचंती। एटा होची बैकग्राउंड कौन कौन लक्षण से विग्रह रे से कथा एठी कुहाइछ केमिति तांकर माने कृष्णकर विरह रे तांको को प्रकार अनुभव होउछ। आपण माने पूर्व अध्याय रे पढिचंती सुनिचंती जदि सुनिथिबे कंटिन्यूअसली वास्तव रे युधिष्ठिर को जणा थिला जे कृष्ण आउ नाहंती किंतु जानिला परे भी से विश्वास करि पार नथिले भलो पाया को नै केबे केबे माने मोर पुओर गोटे बहुत अघटना घटी मु विश्वास कर जानुची मेसेज आसी 5 जण कहलेनी तथापि मु भाबुची ना एमती नथियो युधिष्ठिर से प्रकार भल पाइबा। एबे अर्जुन आसी जाइछि अर्जुन आसला पर युधिष्ठिर पचारुछंती एवं कृष्णकर विरह रे अर्जुन तार लक्षण को सब प्रकट करुची तार देहरे शरीर लक्षण प्रकाश पाउची एवं ता कथारु पाउची। सुत गोस्वामी कहउचंती ए प्रकार विरह जंत्रणा एते पड़िची भगवान का विरह जंत्रणा जे सेई दुख पई अर्जुनर मुह सुखी जाउची अर्जुनर हृदय सुखी जाउची अर्जुन भगवान को बारंबार मने पकाउची अनुस्मृत आउ किछि कहि पारुनी कांदी कांदी कई हेले आम एमती कहि पारेनी हृदय भरी जाए सेमती अर्जुनर हृदय भरी जाउची से कथा कहि पारुनी। 4 नंबर श्लोक रे भगवान कृष्ण सुहृद बोली कुहाइची आ खाली सुहृद नुहे भगवान कृष्ण पांडव मानक पई खास कर अर्जुन पई सखा आ एमिति जने सखा आ सुहृद से सब पई पांडवंकर विशेष अनुग्रह करुले पांडव मान को विशेष बेनिफैक्टर तांको केमिति सुविधा हबो सेही काम सब बेले करुले। अनुग्रह कृष्णकर अर्जुन को पाई बहुत अधिका आपण भगवत गीता पढ़ी भगवत गीता रे संजय मात्र 45 मिनिट भगवान कर अर्जुन संहिता अर्जुन कृष्ण जो संवाद है जार नाम भगवत गीता 45 मिनिट रे के 90 मिनिट भी कहती जहा हो से मात्र घंटाए समय भितर पढ़ला पर कहूची मुहुर्मुहु मते एते मने पड़ुची आउ मु जानि पारुची कोन हैला कोन नै एते खुशी होउची बारंबार पढ़िया को बारंबार मने पड़े मो हृदय उल्लस उठुची। संजय किए संजय जने संजय सम्यक रूपेण जय जार जड़े व्यासंकर शिष्य गुरु शिष्य व्यासंकर शिष्य किंतु भगवान को सहित संपर्क होची शांत रसर संजय जदि मुहुर्मुहु आनंद आसु बोली कहि पारुची भावंतु साक्ष्य रसर परम सोपान को परम पराकाष्ठा प्राप्त करथिबा अर्जुन भगवान को हरै तार की प्रकार विरह होउथिबो तार की प्रकार कष्ट होउथिबो ता मन भरी जाउची ताको किछि भलो लागुनी। एटा प्रेमर संकेत आमे कहंतनी खोए खोए रहते हो क्या हो गया तुम्हें प्यार हो गया क्या। प्रेम रे व्यक्ति केवल ताको मने पकेता प्रेमिक को बा प्रेमिका को खाली मने पकेओ जहाँ से करू पछे तार प्रेमिकार प्रेमिकर सब बेले तार चित्रपट ता मन रे भासी उठिबो कारण भलो पाए ना। आउ अर्जुन भलो पांती कृष्ण को सत
କିନ୍ତୁ ଅର୍ଜୁନ ଠାରୁ ବେଶୀ ଭଲ ପାଆନ୍ତି କୃଷ୍ଣ ପାଣ୍ଡବ ମାନଙ୍କୁ ବା ଅର୍ଜୁନକୁ। ଦି ଜଣ ଯାକ ସଖା, କେବେ କେବେ ମରାମରି ହେଇଛନ୍ତି, କେବେ କଥା କୁହାକୁହି ହେଇଛନ୍ତି, କେବେ ଗାଳି ଗୁଲଜ କରିଛନ୍ତି। ଏସବୁ କଥାକୁ ଅର୍ଜୁନ କୃଷ୍ଣଙ୍କର ସଙ୍ଗଟାକୁ ବହୁତ ମିସ୍ କରୁଛି ଆଉ ବଡ଼ କଷ୍ଟ ପାଉଛି ବିରହରେ। ଏ ପ୍ରକାର ବିରହ ଯେ କଥା କହିପାରୁନି, ସେ ମନେ ପକାଉଛି କେମିତି କେମିତି ମୁଁ କୃଷ୍ଣକୁ ଜଣେ ସଖା ଭାବରେ ଗାଳି ଦେଇଛି, ଲଢ଼େଇ କରିଛି, ଖରାପ କଥା କହିଛି, ତାକୁ ମୁଁ ଚାରିଏଟିର ସାରଥି କରିଛି। ମୋର ଦମ୍ଭ କେତେ ଦେଖ, ଯିଏ ଜଗତର ଶକ୍ତି, ଯିଏ ଜଗତର ଜଗଦୀଶ, ଗୋଟେ ଛୋଟିଆ ଜୀବ ଅର୍ଜୁନ, ତା ପାଇଁ ସେ ସାରଥି ହେଇଥିଲେ। ମୋର କେତେ ଦମ୍ଭ ଦେଖ, ଗର୍ବ ଦେଖ, ମୁଁ ସେଭଳିଆ ଭଗବାନଙ୍କୁ ସାରଥି କରିଥିଲି। ଏହି ପ୍ରକାର ମନେ ପକାଇ ଅର୍ଜୁନ ବଡ଼ ଦୁଃଖ କରୁଛି ଏବଂ କହିବାକୁ ଆରମ୍ଭ କଲା। 4 ନମ୍ବର ଶ୍ଲୋକ ପର୍ଯ୍ୟନ୍ତ ଅର୍ଜୁନ ଦୁଃଖ ପ୍ରକାଶ କରୁଛି ଏବଂ କ'ଣ ମାନେ କି ପ୍ରକାର ଭାବନା ତା ଭିତରେ ଅଛି ସେଇଟାକୁ କଲା ପରେ ସେ କ'ଣ କରୁଛି, 5 ନମ୍ବର ଠାରୁ ସେ କହିବାକୁ ଆରମ୍ଭ କରୁଛି ଆଉ କୃଷ୍ଣଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି। ଷ୍ଟୋରିକୁ ମନେ ପକାନ୍ତୁ, ସେନ୍ସିର ଷ୍ଟୋରିକୁ ମନେ ପକାନ୍ତୁ। ଏବେ କୃଷ୍ଣ ଅର୍ଜୁନ ପାଇଁ ମଧ୍ୟ ଗୁରୁ, ଭାବନ୍ତୁ। ତେଣୁ ମନେ ରଖନ୍ତୁ, ମହାଭାରତରେ କୁହାଯାଇଛି ସବୁଠୁ ବଡ଼ ପାପ କ'ଣ? ସବୁଠୁ ବଡ଼ ପାପ କ'ଣ? ଯିଏ ଆର ଉତ୍ତର ଦେବ, ଏ କ୍ଲାସ୍ ପରେ ତା ସହିତ ମୁଁ 10 ମିନିଟ୍ କଥା ହେବି, ଆପଣ ପାଇଁ ଉପହାର। ସବୁଠୁ ବଡ଼ ପାପ କ'ଣ? କେହି ଜଣେ? ସବୁଠୁ ବଡ଼ ପାପ କ'ଣ ମହାଭାରତ କହିଛନ୍ତି? ନାଇଁ, ପାପକୁ ଯିଏ ସମର୍ଥନ କରେ ସେ ହଉଛି ମହାପାପୀ, ସେଟା ସବୁଠୁ ବଡ଼ ପାପ। ଓକେ, ପାପକୁ ଯିଏ ସମର୍ଥନ କରେ ସେ ପାପୀ, କିନ୍ତୁ ବଡ଼ ପାପ କ'ଣ? ମାନେ ପାପକୁ ସମର୍ଥନ କରିବା ବଡ଼ ପାପ? ହଁ, ମିଥ୍ୟା। ଓକେ, ଆଉ କେହି? ମିଛ କହିବା ହଉ, ଆଉ କେହି? କିଏ କହିଲେ? କିଏ? ଥ୍ୟାଙ୍କ ୟୁ ରମେଶ ସାର୍, ଥ୍ୟାଙ୍କ ୟୁ। ପାପକୁ ସମର୍ଥନ କରିବାଟା ପାପ, ମହାପାପ କହିଛନ୍ତି। ଅକ୍ଷୟ ମହାରାଜ ବି କହୁଥିଲେ। ଆଉ କେହି? ସେଇ କଥାଟା କହୁଛି। ଆଉ କେହି? ପ୍ରଭାକର ସାର୍। ଆଚ୍ଛା, ପ୍ରଦୀପ୍ତ ପ୍ରଭୁ ବି ଅଛନ୍ତି। ୱାଓ, ରଶ୍ମି ମାତା ବି ଅଛନ୍ତି। ୱାଓ, ନିଶିକାନ୍ତ ପ୍ରଭୁ। ତେବେ ସବୁଠୁ ବଡ଼ ପାପ ଡେଫିନେଟଲି ଆପଣ ଯୋଉଗୁଡ଼ା କହିଲେ ସେଗୁଡ଼ା ପାପ ହିଁ। ଏହା ନୁହେଁ କିଛି ପାପ ନୁହେଁ। ନ୍ୟାୟକୁ ଦେଖି ଯୋଉଟା ସମର୍ଥନ କରିବାଟା ସେଇଟା ହଉଛି ପାପ। କ'ଣ ହେଲା? ଅନ୍ୟାୟକୁ ଅନ୍ୟାୟ ଭାବିକି ଯୋଉଟା ସମର୍ଥନ କରିବାଟା ସେଇଟା ହଉଛି ସବୁଠୁ ପାପ। ଏସବୁ ବଡ଼ ବଡ଼ ପାପ, କିନ୍ତୁ ସବୁଠୁ ବଡ଼ ପାପ ମହାଭାରତରେ କୁହାଯାଇଛି ଅକୃତଜ୍ଞତା। ଅକୃତଜ୍ଞତା, କୃତଘ୍ନତା। ଅକୃତଜ୍ଞତା ନୁହେଁ, ଗୋଟେ ହଉଛି କୃତଜ୍ଞତା, ଆଉ ଗୋଟେ ହଉଛି ଅକୃତଜ୍ଞତା, ଆଉ ଗୋଟେ ହଉଛି କୃତଘ୍ନତା। क्या हुआ? କୃତଘ୍ନତା। କୃତଘ୍ନତା କୃତଘ୍ନତା, ଇନଗ୍ରାଟିଟ୍ୟୁଡ। କୃତଜ୍ଞତାର ସାଧାରଣ ଶବ୍ଦରେ ତାକୁ ବେଇମାନ କୁହାଯାଏ। ତେବେ ଯାହା ହଉ, ଯାହାର ଇମାନ ନାହିଁ, ବେଇମାନ ଯାହା ବି କୁହନ୍ତୁ, କୃତଘ୍ନତାଟା ହଉଛି ପ୍ରପର ସବଜେକ୍ଟ। କୃତଘ୍ନତାଟା ହଉଛି ସବୁଠୁ ବଡ଼ ପାପ, ସବୁଠୁ ବଡ଼ ପାପ ବୋଲି କୁହାଯାଇଛି। ୟାର ଶାସ୍ତ୍ରୀୟ ପ୍ରମାଣ ଯଦି ମୁଁ ଦେବାକୁ ଯିବି, ଆପଣମାନେ ଭାଗବତ କଥା ଭୁଲି ଯାଆନ୍ତୁ। ବହୁତ ଅଛି, ଚାहे ସେ ରାମାୟଣକୁ ଯିବା, ଭାଗବତକୁ ଯିବା, ଯୋଉଠିକୁ ଆପଣ ଚାଲନ୍ତୁ, କୃତଘ୍ନତାଟା କେମିତି ସବୁଠୁ ବଡ଼ ପାପ ଶାସ୍ତ୍ରରେ ବାର ବାର କୁହାଯାଇଛି। ଆଜି ଗୁରୁ ଦିବସ। ଗୁରୁଙ୍କ ସହିତ ଶିଷ୍ୟର ସମ୍ପର୍କ ଯଦି କୃତଜ୍ଞତା ନ ରହିବ, ରହିବନି। ସମାଜକୁ ଯଦି ଆମେ କୃତଜ୍ଞ ନ ହେବା, ଆମେ ଭଲ କରିବା ପାଇଁ ଚାହିଁବା। ଯଦି ଭଗବାନଙ୍କ ସହିତ ଆମେ କୃତଜ୍ଞ ନୁହଁ,
आमे तांको पाठ तांको समय तांको सब करिया ना कृतज्ञता होची बेसिक यदि कृतज्ञता नाही अर्थात आमे कृतज्ञ ताले से तो सबुठु बड़ पाप आ सेइठु सबु बड़ पाप आरंभ हो तेबे आपण जो कथा कहले मिछ को बा अन्याय को समर्थन करिबा मिछ कहिबा ए सब जिंस बड़ बड़ पाप ए छोट पाप नहंती किंतु ये सबुठु बड़ पाप होची ना अकृतज्ञता बा कृतज्ञता बेईमान जाऊ कहले हुए तो से आइतु तेबे आपण देखंतु गुरुंकर गोटे रूप होउचंदी स्वरूप होउचंदी लक्ष्मण लक्ष्मण जानछन ना रामचंद्र लक्ष्मण रामंकर विषिके संसार सुनछन तो है कि नहीं रामंकर बड़ भाई होउचन लक्ष्मण हां कि नहीं थैंक यू ताला आपण सुनछंती थैंक यू तो रामंकर अनुज होउचंती लक्ष्मण लक्ष्मणकर अग्रज होउचंती रामचंद्र एबे आमे समस्ते जो बीआर चोप्रा रे देखिचंती रामायण बीआर चोप्रा राइट हां से कोन करचंती लक्ष्मण खाली फं फं तो मारी पको काको हानि दबो काको युद्ध करी मारी दबो काको फं फं तो नहीं एई प्रकार देखाइछ लक्ष्मण को अच्छा लक्ष्मण वास्तव रे भगवान को सेवा पई तत्पर तत्क्षणात से कॉम्प्रोमाइज करिवनी लक्ष्मण एमतिया अच्छा से भलिया लोक जेतबले से सुनार मृग आसिला राम पळै गले कहले लक्ष्मण रे तोर राम जाऊ नथिले तार डिटेल को हम जीवानी लक्ष्मण जगे दे गले भाउज तो पाखे रहिला भाउजर दायित्व तोर टिके म्यूट कर देबे रमेश प्रभु रमेश प्रभु म्यूट कर देबे रमेश महाप्रभु म्यूट कर छुआ पिला सडे कोन खोल के करछ बा ते म्यूट कर देले हाँ थैंक यू एबे आमे कथा होतले लक्ष्मण जी सब पे नाक ऊपर रग जो भला देखा जाइछि वास्तव में से महा कोन कहउछन तांको भगवान कर परम सेवक आउ से प्रकार सेवा करछन लक्ष्मण भाव रे एबे लक्ष्मण जो सुना मृग आसिला आउ राम गले कही गले लक्ष्मण मोर भाई सीतांकर दायित्व तुम पाखरे सीता को प्रोटेक्शन तुम्हें दब लक्ष्मण एवं एकदम आज्ञाकारी भाई संगे संगे कहले आज्ञा ठीक अच्छी एबे राम पळै गले आपण समस्त जानिछन्ते कोन कोन हैला आउ से चित्कार कला रामंकर वॉइस रे लक्ष्मण लक्ष्मण सीता सीते सीते एबे सीता कहले लक्ष्मण तू सुनी पारुछ भाई को कष्ट पड़ी भाई को से असुर कौन कर दी बोधे कौन हो जाए भाई कष्ट पड़ी डाकुचंदी हमको चली जा दरकार चलो तुम्हें जाओ तुम्हें होच योद्धा तुम्हें जाओ लक्ष्मण कहते माँ भाउज को माँ बोली संबोधन कर माँ सीते मु भल भाव जाने मो भाई किए सी आउ सी तांकर शक्ति केते ये मायावी दानवर ये होची शब्द मायावी दानव रामंक स्वर शब्द करुची ये राम नहंती ये मायावी सीता कहते मो स्वामी ठारू तू मो दियर बोली मो स्वामी ठारू तू मत बेसी शिखिचु हाँ तू बेसी जानचु राम को विषय मु मो स्वामी शब्द जानी परिबिनी तोर यही इच्छा थिला केमिति राम मरिबो एकला पाई तू मो संग करिवु केवल तू यही इच्छा पाई वनवास आसी एठी न खाई न पी न सोई कि ढोंग करूथुलु मु सब जानी पारिछि ताहाले तते सुजोग मिलिबो भाई पळेला रास्तारो तू मते भोग करि परिबु भाबिले लक्ष्मण पाई केमिति लागुथिबो आपण समस्त जानिचंती लक्ष्मण जी सीता मातांकर पादां माने पाद पद्म छड़ा ऊपर को देखे ना जी तारो तारो स्त्री उर्मिला को छाड़ी निजे ब्रह्मचर्य जापन करुची सोनी खाऊनी भाई अरे एमाने कुड़िया शोबे स्वामी स्त्री दी जन सी बाहर शोची भावुचंती बाहर शोची कोन जो प्रहरा दउची सब प्रकार कष्ट को स्वीकार करुची तांकर आनंद पाई स्वामी कहला स्त्री को जगी कभी टिके रहला आज्ञा माने लक्ष्मण होची जीव जीव माने माया विषय जानि परला जे से माया माने डाकुच बोली जणे तो भगवान ब्रह्म होचंती रामचंद्र
କିଏ କଣ ଜାଣିପାରିଲେନି ସୁନାରଣୀ ହଉଛି ଆପଣଙ୍କର ଗୋଟେ ମାୟାମୃଗ ବୋଲି? ନିଶ୍ଚୟ ଜାଣିପାରିଲେ, ସୀତା ମଧ୍ୟ ଜାଣିପାରିଲେ, କିନ୍ତୁ ଲୀଳା ହବ ନା, ଭଗବାନଙ୍କର ଯୋଜନା ଅଛି ନା। ଲୀଳା ପାଇଁ ଏ ପ୍ରକାର, ଏଇଟା ତ ସେଇ ପାଇଁ କୁହନ୍ତି ପରା, କୃଷ୍ଣର ଯେତେକ ଲୀଳା ନର ବାପୁ ତର, କୃଷ୍ଣର ଯେତେକ ଖେଲା ନର, କୃଷ୍ଣର ଯେତିକ ଲୀଳା ନର ବାପୁ ସର୍ବୋତ୍ତମ ଏହାର ପ୍ରତୀକ। କୁହାହେଇଛି ଯେ କୃଷ୍ଣଙ୍କର ଲୀଳା ତାଙ୍କର ଖେଳ ପରିକା, ଆଉ ନରବାପୁରେ ଆସିଲା ପରେ ଏଇଟା ସର୍ବୋଚ୍ଚ। ତେଣୁ ଏଇଟା ହଉଛି ଗୋଟେ ତାତ୍ତ୍ୱିକ ପ୍ରଶ୍ନ, କିନ୍ତୁ ଏ ପ୍ରଶ୍ନର ଉତ୍ତର ସଂକ୍ଷିପ୍ତରେ ହେଉଛି ଯେ ଯଦିଓ ରାମ ଜାଣନ୍ତି, ଆପଣ ଯଦି ସେ ପ୍ରକାର କଥା କହିବେ, ରାମ କ'ଣ ଜାଣନ୍ତି ନା ରାବଣ କିଏ? ରାମ କ'ଣ ଜାଣନ୍ତି ନା ରାବଣ କିଏ? ରାମ କ'ଣ ଜାଣନ୍ତି ନା ସୀତା କିଏ? ସୀତା କ'ଣ ଜାଣନ୍ତି ନା ରାମ କିଏ? ତାହେଲେ ତ ଲୀଳା କେମିତି ହବ? ଲୀଳା ମାନେ ଯୋଉ 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 ଖେଳା ଦ୍ୱାରା ବା ଖେଳ, ଏ ମମତା ବାନାର୍ଜୀ ଥରେ କହିଲା ଖେଳା ହବେ, ସେମିତିଆ ଗନ୍ଧିଆ ଖେଳା ହବେ ନୁହେଁ, ମାନେ ଯୋଉ ଖେଳ ଦ୍ୱାରା ଜୀବର ମନ ପୁରା ଆବଜର୍ଭ ହବ, ବୁଦ୍ଧି ପୁରା ପରିବେଷ୍ଟିତ ହବ ଏବଂ ଜୀବର ଉଦ୍ଧାର ହବ, ଆତ୍ମାର ସଦ୍ଗତି ହବ, ସେଇଟା ହଉଛି ଲୀଳା। ହେନା? ଯଦିଓ ସେ ସଚ୍ଚିଦାନନ୍ଦ, କିନ୍ତୁ ସିଏ ଧାମର ଜଣେ ମଣିଷ, ଜଣେ ଉଦାର ମଣିଷ, ଜଣେ ଆଦର୍ଶବାଦୀ ମଣିଷ କି ପ୍ରକାର ଅନୁଭବ କରିପାରିବ, ଏଠି କି ପ୍ରକାର କଷ୍ଟ ଅଛି, ଏଠି କି ପ୍ରକାର ଦୁଃଖ ଅଛି, ଏଠି କି ପ୍ରକାର ମାୟା ଅଛି, ଏଠି କି ପ୍ରକାର ଧୋକା ଅଛି, ତାର ଜୀବନ୍ତ ପ୍ରତିମୂର୍ତ୍ତି ସିଏ ଜୀବନ୍ତ ଦର୍ଶଉଥିଲେ ତାଙ୍କ ଜୀବନ ମାଧ୍ୟମରେ। ସେଇଥିପାଇଁ ତ ସେ ହେଉଛନ୍ତି ଆଦର୍ଶ, ବା ସେ ହେଉଛନ୍ତି କି ପୁରୁଷୋତ୍ତମ? ମର୍ଯ୍ୟାଦା ପୁରୁଷୋତ୍ତମ। ଏନିୱେ, ଏ ପ୍ରଶ୍ନ ଅକ୍ଷୟ ମହାରାଜ ଠିକ ଅଛି, ଆଗକୁ ଯିବା ନା ଆଉ ଉତ୍ତର ଚାହୁଁଛନ୍ତି? ବାଲ୍ମୀକି କିନ୍ତୁ ଉତ୍ତର ଦେଲେ ଅଲଗା। ନାଇଁ, ଆପଣ ଯୋଉ କଥା କହୁଛନ୍ତି 5ଟା 6ଟା ଜିନିଷରେ ମୁଁ ଯୋଉ କଥା କହିବାକୁ ଚାହୁଁଛି ତାର କଣ୍ଡିସନଟା ଏଇଆ। ଏବେ ଅଲଗା ଅଲଗା ଶାସ୍ତ୍ରର ସୈଦ୍ଧାନ୍ତିକ ଲୋକମାନେ ବା ଆଚାର୍ଯ୍ୟମାନେ ଅଲଗା ଅଲଗା ତା ଦେହରୁ ଜୁସ୍ ବାହାର କରିକିରି ତାକୁ ପୋଷଣ କରିଛନ୍ତି। ବାଲ୍ମୀକିଙ୍କର କହିବା ହଉ, ଏଇଟା ମୁଁ କହୁଛି କମ୍ବ ରାମାୟଣରୁ। ଆଜ୍ଞା, ବାଲ୍ମୀକି କହିଲେ, ଆଜ୍ଞା ବାଲ୍ମୀକି ସୁନ୍ଦର କଥା କହିଲେ। ବାଲ୍ମୀକି କହୁଛନ୍ତି ମାନେ ସେ ଯୋଉ ସୁନା ଇଏ କଥା ଏମ କୁରଙ୍ଗି ନଚ ପୂର୍ବ ବାର୍ତ୍ତା ନ ଶ୍ରୁୟେତ ବେଦେଶ ପୁରାଣ ଶାସ୍ତ୍ରେ ତଥାପି ଦୃଷ୍ଟ୍ୱା ରଘୁନନ୍ଦନସ୍ୟ ବିନାଶ କାଳ ବିପରୀତ ବୁଦ୍ଧି। ଏମ କୁରଙ୍ଗି ନଚ ପୂର୍ବ ବାର୍ତ୍ତା, ସୁନା ଘଣୀ ଅଛି ବୋଲି କୌଣସି ଶାସ୍ତ୍ରରେ ଆଗରୁ ଦେଖା ନଥିଲା, ଲେଖା ନଥିଲା। ତଥାପି ଦୃଷ୍ଟ୍ୱା ରଘୁନନ୍ଦନସ୍ୟ ବିନାଶ କାଳ ବିପରୀତ ବୁଦ୍ଧି। ବିନାଶ କାଳ କାହାର? ସେଇଥିପାଇଁ ତ ମୁଁ ବୁଝିବା ପାଇଁ କହିଲି, ଆପଣ ବୁଝିବା ପାଇଁ ଚାହୁଁଛି ସେଇଟା କଣ ଅର୍ଥ କଣ ତା। ତେଣୁ ୟାର ଟୀକା କ'ଣ? ଆର ଟୀକା ହଉଛି ଯେ ଭଗବାନଙ୍କୁ ଏ ଲୀଳା କରିବା ଅଛି। କାଲି ଗୋଟେ ପ୍ରଶ୍ନ ପଚାରିଥିଲେ, ସରି ଆମ ସମୟକୁ ଯାଇପାରିବେ କି ନାହିଁ? ହଉ, 9ଟା ହେଲାଣି। ତେବେ କାଲି ଜଣେ ପ୍ରଶ୍ନ ପଚାରିଥିଲେ, ଆମେ ଭାଗବତ କହୁଥିଲେ। ରାମ ସବୁ କାମ ଅଛି, କୃଷ୍ଣର ବଦଳାମ ଅଛି, ହଉ ଠିକ ଅଛି। ଶୁଣନ୍ତୁ, କାଲି ଜଣେ ପ୍ରଶ୍ନ ପଚାରୁଥିଲେ, ଯଦି ଶ୍ରୀଙ୍ଗୀ ମାରିବାକୁ ଚାହିଁଲା ରାଜାଙ୍କୁ, ପରୀକ୍ଷିତଙ୍କୁ, 7 ଦିନ କାହିଁ ସମୟ ଦେଲା? 7 ଦିନ କାହିଁକି ସମୟ ଦେଲା? ତା ପାଇଁ ଉତ୍ତର ମୁଁ କାଲି ସଂକ୍ଷେପରେ କହିଲି, କିନ୍ତୁ ଉତ୍ତର ହଉଛି ଏଇଆ, ଭଗବାନଙ୍କର, ମାନେ ପ୍ଲିଜ ବୁଝିବାକୁ ଚେଷ୍ଟା କରନ୍ତୁ, ଭଗବାନ କେମିତିଆ ଲୋକ, ବାସ୍ ଏତିକି ବୁଝିଗଲେ ଆପଣ ହେଇଯିବ। ଗୀତାର 7ମ ଅଧ୍ୟାୟ। ତାପରେ ମୁଁ ଆପଣଙ୍କୁ କହିବାକୁ ପଡ଼ିବନି କେମିତି ଆପଣ ବୁଝିବେ। ଆଚ୍ଛା, ଗୋଟେ ଘରେ ମୁଁ ବସିଛି। ଘରେ କେମିତି ବସିଛି ନା ପ୍ରତ୍ୟେକ କୋଣ ଅନୁକୋଣରେ ମୁଁ ଅଛି, ହେଲା। ଘର ବାହାରେ ବି ମୁଁ ଅଛି, ଘରେ ଥିଲେ ବି ମୁଁ ନାହିଁ, ବାହାରେ ବି ନାହିଁ। ଆପଣ କହିଲେ ମୁଁ ପାଗଳ ନା ମୁଁ ଭଲ ଲୋକ? ମୁଁ ପାଗଳ କହିବେ ନା ଆପଣ? ଆରେ ପ୍ରେମ ନିମାଇ ଦାସ କହୁଛି ମୁଁ ଘରେ ପ୍ରତି କୋଣ ଅନୁକୋଣରେ ଅଛି, ପ୍ରଥମ ଷ୍ଟେଟମେଣ୍ଟ। ଦ୍ୱିତୀୟ ଷ୍ଟେଟମେଣ୍ଟ, ମୁଁ ବାହାରେ ବି ଅଛି। ହଉ, ତୁମର ଯାଦୁ ଥିବ, ତୁମେ ଘରେ ବି ଅଛ, ବାହାରେ ଅଛ। ତାପରେ କହୁଛନ୍ତି ମୁଁ ଘର ଭିତରେ ନାହିଁ, ଥିଲେ ବି ନାହିଁ, ବାହାରେ ବି ନାହିଁ। ମାନେ କ'ଣ ପାଗଳ? ଆଉ କ'ଣ? ଆପଣ କେମିତି ବୁଝିବେ କହିଲେ? ଜଣେ ଲୋକ ଘରରେ କୋଣ ଅନୁକୋଣରେ ଅଛି, ସବୁଥିରେ ଥିଲା ପରେ ବି ସେ ବାହାରେ ବି ନାହିଁ, ଭିତରେ ବି ନାହିଁ, ସବୁଠୁ ଉର୍ଦ୍ଧ୍ୱରେ। କେମିତି ବୁଝିବେ ଆପଣ? ୟାକୁ କୁହାଯାଏ ଚିନ୍ମୟ ବସ୍ତୁ। ଭଗବାନଙ୍କର ଭଗବତ୍ତାଟା ହଉଛି ଏଇଆ। ତେଣୁ ରାମଚନ୍ଦ୍ର ପରମ
परम सत्य किंतु परम सत्य माने होची जे गुणातीत जे गुण द्वारा प्रभावित हबना जे मिछ द्वारा प्रभावित हबना किंतु मिछ द्वारा ही लीला हब से जानती रावण किए से जानती से मृग किए से जानती यही प्रकार हब तथापि याकू करिवे कोन पाई ना भगवान आ भक्त भितर आदान प्रदान रो माधुरीमा को बढ़ाइबा पाई लीला माधुरीमा बढ़ाइबा पाई आ ता द्वारा आपण को विभिन्न प्रकार संदेश देवे जीव को केमिति जीव भगवान आश्रय पाइले तार सद्गति हब यही कथा शिखिया पाई तेबे डिटेल को जीवानी लक्ष्मण कहते ना आपण समस्त जानी तीनोटी काटी जे तमे जीवनी लक्ष्मण गार बोली कहती पलि गले बाटरे आसला बेलू राम तांको धनु को हले हले गीत गाई आसुचंती किए मिसले क्या लक्ष्मण मिसले राम को लक्ष्मण जानी एवं कही ना किंतु जेमती भाईर आदेशटा हूँ शिरोधार्य सेमती भाउज होउचंती माँ तांकर आदेशटा भी शिरोधार्य खंब कंब रामायण बड़ा सुंदर रामायण कंब रामायण मु कहूची मुझे कही न था कहीं आसीगला तेरे हौ एबे जाउचंती बाटरे राम आसुचंती राम कहले रे किरे लक्ष्मण याडे कोडे ना मु भाबिली आपनकर कोन भाबिल तू रे पागल देख रे तते छोटिया कामटा देली भाउज रक्षा कर मु आसी बाहर को तो सेती करे भलानी भाबिले गुटिए लोक 14 वर्ष होला 13 वर्ष पाखा पाखी हे गलानी ए कथा को 13 वर्ष हेलानी ना खाई ना रोई ब्रह्मचर्य होती बाहर रही शोनी कि करनी जीवन प्रत्येक शक्ति को एनर्जी को झांकी देती सेवारे जड़े कहूँ तुटा निष्काम तुटा कौ कम को नुह तोर कॉम्पिटेंसी नहीं आउ जन को तोर कैरेक्टर फेल जड़े कहूँ तू किसी काम को नुह तो द्वारा खड़ा सीजनी आउ जड़े कहूँ तो चरित्र खराब तू मजा मारिया को आसलु जो दीटा ऊपर जीवन सन्निहित से दीटा को क्वेश्चन करुँच दी भाई आ भाउज भाउज को चरित्र खराब भाई कहूँ तोर समर्थ नहीं काम करने तोर कैरेक्टर नहीं तोर कॉम्पिटेंसी नहीं भाविले बंचापी दीटा जिन आवश्यक मु किछि करि पाउछि सामर्थ्य मोर चरित्र ये दीटा जिन दीटा को फेल माने भावंतु लक्ष्मण जी राग जार नाक उपरे जी संगे संगे हाणी देवाई काटी देवाई देखा जाए जमी आटलिस्ट सी केमिति सहिला ताको पचरा गला आचार्य माने देखो आचार्य माने कौन करुँच भितर को बसबे आपंकर से काम धंदा किसी ना ना बाबा हाई बस दाढ़ी भी काटू ना कौन करुँच से राम लक्ष्मण सीता तांकर जीवन भितर पशु नारायण परायण परा भगवान भगवत परायण तांको जीवनटा कौन केवल भगवान भितर कौन हो प्रति मुहूर्त से आनंद लुटुंट काम धंदा कौन अच्छी सी तो गोटे काम से कामटा तो सबुठ बड़ काम सेटा हूँ सर्वोच्च पाथेय सेटा आमको कहवाई ये शास्त्र मान से माने पूरा गोटे गोटे वर्ड को लेकर आपन को गोटे ना शास्त्र करदे ए प्रकार टीकाकार टीका कर आचार्य माने कौन कहूँ शुणु लक्ष्मण तुम्हें एते रागी तुम्हें क्रोधी तुमको राग लगे देखो प्रश्न पचार आचार्य माने तुमको राग लगे तुम्हें एते रागी कौन है तुम राग गुण कुआड़े गला से राग भाई जो कहला तू किसी काम को न गधिया शला कौट ओ सॉरी कौट आसलु एठिकी तोर काम किछि नाही भाउज कहूँ तो चरित्र खराब ये दीटा कथा बाधिलानी सेठी लक्ष्मण कहते ध्यान दे शुणु कहते बहुत राग आसला कहले राग दे आसला अन्य मान तो शिरच्छेद कर कहीं तू किसी कलुनी तो कहीं कलुनी आचार्य मान तार कारण दौरान लक्ष्मण कौन कहते लक्ष्मण कहले मते बहुत राग आसला जेते बड़े भाई मते कहले ए लक्ष्मण तू को काम को न तो द्वारा खड़ा सीजबनी सेतिकी बड़े मते लगिला कि मु सब करछि मु खड़ा सीजबनी किंतु मने पड़ी गला मु रागिबा पूर्वरु एक्शन नबा पूर्वरु मारिया पे मन होतला किंतु पूर्वरु मो भावना को आसला गोटे कथा कौन ये हूँ से लोक जहाँ तू बापा को माँ को स्त्री को सब छाड़ी आसीचु ए लोक 40 वर्ष है 30 वर्ष है या तू आर भल पाया एते आर दया गुण एते तो पाई आर माने आनुगत्य तू एते करचु जे ए लोकटा पाई तू जीवन जीचु ए लोकर भल पाइबा केते अधिक होइथिबो
ଯେ ମୁଁ ମାନେ ମୋର ରାଜ୍ୟ, ମୋର ସ୍ତ୍ରୀ, ମୋର ସବୁ ଜିନିଷକୁ ମଳବତ ଛାଡ଼ିକି ଆସିଛି। ଆଜି 40 ବର୍ଷ 30 ବର୍ଷ ଯୋଉ ବୟସ ଥିବ ତାଙ୍କର, 40 ବର୍ଷ ପରେ ଯଦି ଥରେ ସେ ଗୋଟେ କହିଦେଲେ ରାଗିକିରି, ମୋର କ'ଣ ସହିଯିବା ଉଚିତ ନୁହେଁ? ଯଦି ଏଇ କଥାକୁ ଆପଣ ଶୁଣିବେ, ସ୍ୱାମୀ ସ୍ତ୍ରୀ ହଉ ବା କୌଣସି ସମ୍ପର୍କ ନଷ୍ଟ ହବନି। ଏଇଟା ହଉଛି ରିଲେସନ ମ୍ୟାନେଜମେଣ୍ଟ। ଆପଣ ଭାବନ୍ତୁ, ଆମକୁ କ'ଣ ଗୋଟେ ହେଲା, ସାଙ୍ଗେ ସାଙ୍ଗେ ସ୍ତ୍ରୀ ଏମିତି କହିଦେଲା, ସ୍ୱାମୀ ଏମିତି କହିଦେଲା, ହଉଛି ନା ଏହା? ଧୈର୍ଯ୍ୟ ଅଛି କି? କିନ୍ତୁ ଯେତେବେଳେ ମଣିଷ ମନେ ପକେଇବ, ଆରେ ଏଇ ଲୋକର କୃତଜ୍ଞତା କେତେ, ତାର କେତେ କୃତଜ୍ଞତା ଯେ ମୁଁ 40 ବର୍ଷର କାମକୁ ଦେଲି। ରିଲେସନଟା ଗୋଟେ ବ୍ୟାଙ୍କ ଆକାଉଣ୍ଟ ଭଳିଆ। ବ୍ୟାଙ୍କ ଆକାଉଣ୍ଟ ଜାଣୁଛନ୍ତି? ବ୍ୟାଙ୍କ ଆକାଉଣ୍ଟ କାହାର ନାହିଁ କହିଲେ ଦେଖିଆ? ସମସ୍ତଙ୍କର ଅଛି। ବେସିକ ସଂସାର ବ୍ୟାଙ୍କ ଆକାଉଣ୍ଟ ଅଛି କି ନାହିଁ? ଅଛି ନା? ଅଛି। ପ୍ରଭାକର ସାର୍ ଅଛି, ଜୟନ୍ତୀ ମାତାଜୀ ଅଛି, ସମସ୍ତଙ୍କର ବ୍ୟାଙ୍କ ଆକାଉଣ୍ଟ ଅଛି। ଆଚ୍ଛା, ବ୍ୟାଙ୍କରେ ଆପଣ ରଖିଛନ୍ତି 5,000, 100, 200, 500, 800 କରିକା 5,700 ଟଙ୍କା। ଆପଣ ଯାଇକି ମ୍ୟାନେଜରକୁ ଲେଖିଦେଲେ, ମତେ 9,000 ଟଙ୍କା ଦେଲ, ସେ ଦବ? ଆରେ 5,700 ରଖିଛୁ, 9,000 ଟଙ୍କା ମାଗୁଛୁ। ତା ମାନେ ଆପଣ ଯେତିକି ଇନଭେଷ୍ଟ କରିଥିବେ ତାଠୁ କମ ୱିଡ୍ର କଲେ ବ୍ୟାଙ୍କ ଆକାଉଣ୍ଟ ଚାଲିବ। ସେମିତି ସମ୍ପର୍କରେ ଭଲ ପାଇବା, ସେବା କରିବା, ଆତ୍ମୀୟତା କରିବା, ମନ ଚିହ୍ନିବା, ତାର ଭଲ ମନ୍ଦକୁ ପ୍ରାଥମିକତା ଦେବା। ଆମେ ଯେତେବେଳେ କରିଚାଲିବା, ଯେତେବେଳେ ଆମେ ରାଗିବା, ସେଟା ହଉଛି ୱିଡ୍ର। ସେ ୱିଡ୍ର କଲେ ସେ ମାନିବ, କାରଣ ମୋ ପାଇଁ ଏତେ କରିଛି, ଥରେ ରାଗିଦେଲା, କ'ଣ ହେଲା ସେଇଠୁ? କିନ୍ତୁ ଯେତେବେଳେ ଆମେ ରାଗିବା ବେଶୀ, କଷ୍ଟ ଦେବା ବେଶୀ, କରିବା କମ୍, ସେତେବେଳେ ରହିବ ନାହିଁ। ସଂସାରରେ କ'ଣ ପାଇଁ ସମ୍ପର୍କ ଗୁଡ଼ା ଭାଙ୍ଗୁଛି ବା କଷ୍ଟରେ ଯାଉଛି? ଏଇଥିପାଇଁ, କାରଣ ୱିଡ୍ର ବେଶୀ, ଆକାଉଣ୍ଟରେ ଡିପୋଜିଟ୍ କମ୍। ଡିପୋଜିଟ୍ ବେଶୀ, ୱିଡ୍ର କମ୍ ହେଲେ କଷ୍ଟ ଆସିବ, ହଁ ହଚପଚ ହବ, କିନ୍ତୁ ଭାଙ୍ଗିବନି ସମ୍ପର୍କ। ଲକ୍ଷ୍ମଣ କହୁଛନ୍ତି, ସୀତାଦେବୀ କଥା ମତେ କହିଲେ ଭାରି ବାଧିଲା, ମନେ ପକେଇଲି ମୁଁ, ଏଇଥିପାଇଁ ଏଇ କୃତଜ୍ଞତାଟା ମତେ ବଞ୍ଚେଇ ଦେଲା। ତେଣୁ ସମ୍ପର୍କ ଯଦି ବଞ୍ଚେଇବାର ଅଛି, ସମ୍ପର୍କରେ ଓକିଲ ହେଲେ ଚଳିବନି। ଓକିଲାତି ଚଳେ ନା, ସେଟା କୋର୍ଟ ନୁହେଁ। ସମ୍ପର୍କ ଇମୋସନରେ ଚାଲେ, ସମ୍ପର୍କ ସହ୍ୟ ଧୈର୍ଯ୍ୟରେ ଚାଲେ। ଏଟା କହିବା ସହଜ, କରିବା ବଡ଼ କଷ୍ଟ। ଏକଥା ମୁଁ ଜାଣୁଛି, କିନ୍ତୁ ଶିକ୍ଷା ଦେଖନ୍ତୁ, ରାମାୟଣ ମର୍ଯ୍ୟାଦା ଶିଖେଇବେ ନା। ଲକ୍ଷ୍ମଣ ଠାରୁ ମର୍ଯ୍ୟାଦା ନେଲେ, ଧୈର୍ଯ୍ୟର ମର୍ଯ୍ୟାଦା। ଏବେ ବହୁତ କଥା ଅଛି, ମୁଁ ତା ଆଗକୁ ଯାଉନି। ସୀତା ଦେବୀ ଦେଖନ୍ତୁ, କୃତଜ୍ଞତା କଥା କହୁଥିଲି, ସୀତା ଦେବୀ, ରାମଚନ୍ଦ୍ରଙ୍କର ସବୁ ଜିନିଷ ହେଇଗଲା, ବାନର ମାନେ ଆସିଗଲେ, ପୁଷ୍ପକ ବିମାନ ଧରି ପଳେଇ ଆସିଲେ, ଏବେ ରାଜାଭିଷେକ ହବ, ଯୋଉଟା 14 ବର୍ଷ ପୂର୍ବରୁ ହେଇଥାନ୍ତା। ସମସ୍ତେ ମାନେ ମନ୍ତ୍ର ଉଚ୍ଚାରଣ ହଉଥିଲା, ସବୁ ହେଇଥାନ୍ତା। ଆପଣ ଜାଣିଛନ୍ତି ପାହାନ୍ତା ବେଳେ କ'ଣ ହେଇଗଲା? ରାମ ବିଦା ହେଇଗଲେ, ରାଜା କ'ଣ ହେବେ? ରାଜ୍ୟବାସୀ ବି ରହିଲେ ନା, ବକଳ ଧାରଣ କରି ପଳେଇ ଗଲେ। ଜୀବନର ଅନିଶ୍ଚିତତାକୁ ଦେଖନ୍ତୁ, ଅନସର୍ଟନିଟିକୁ ଦେଖନ୍ତୁ, ରାମାୟଣ ଦେଖାଉଛନ୍ତି। ଏବେ 14 ବର୍ଷ ପରେ ସେ ସୁଯୋଗ ଆସିଛି, ସମସ୍ତେ ମୋହନୀୟ ଭାବରେ ଏବଂ ଗଦଗଦ ହେଇଯାଉଛନ୍ତି। ରାଜା ରାମ ରାଜା ହେବେ, କାଲିକୁ ତାଙ୍କ ଉପରେ ଅଭିଷିକ୍ତ ହେବେ, ରାଜା ମହାରାଜ ରୂପରେ ଅଭିଷିକ୍ତ ହେବେ। ଏବେ ଯୋଉମାନେ ରାଜକୀୟ ପରିବାର ଲୋକମାନେ ସମସ୍ତେ ଉଚ୍ଚ ଆସନରେ ଅଭିଷିକ୍ତ, ଗୁରୁମାନେ ବସିଛନ୍ତି, ସବୁ ରାଜ ପରିବାର ବସିଛନ୍ତି, ସୀତା ଦେବୀ ବସିଛନ୍ତି, ମହାରାଣୀ ପାଟରାଣୀ ମହାରାଣୀ ହେବେ। ଗୁରୁ ମା ମାନେ ଅର୍ଥାତ୍ ତାଙ୍କର ମାତା ମାନେ ସବୁ ବସିଛନ୍ତି, କୌଶଲ୍ୟା, କୈକେୟୀ, ଏମାନେ ସବୁ ବସିଛନ୍ତି, ସବୁ ମାନେ ବସିଛନ୍ତି। ବର୍ତ୍ତମାନ ରାଜ୍ୟାଭିଷେକ ହବ। ଆପଣ ଭାବନ୍ତୁ, ଏଇ ସମୟରେ ଫଗୁ ଖେଳ ହେଲା, ଆନନ୍ଦରେ ଫଗୁ ଖେଳନ୍ତିନି କି? ଫଗୁ ବୁଝୁଛନ୍ତି, ଅବିର କହନ୍ତି ଯାକୁ। ଆଚ୍ଛା, ଯେତେବେଳେ ବ୍ଲୁ, ହଳଦିଆ, ନାଲିଆ ଏମିତି ଅବିର ହେଲା, ସୀତାଙ୍କର କ'ଣ କଲେ? ଭେଁ କାନ୍ଦି ଗଡ଼ି ପଡ଼ିଲେ ସିଟ୍ରୁ। ସମସ୍ତେ କହିଲେ, କ'ଣ ହେଲା? ଦାସୀ ସମସ୍ତେ ପଳେଇଗଲେ, କହିଲେ କ'ଣ ହେଲା? ସୀତା କାନ୍ଦୁଛନ୍ତି, କଥା କହିପାରୁନାହାନ୍ତି। ତାଙ୍କୁ ପଚାରିଲେ, କ'ଣ ହେଲା? ତୁମେ କ'ଣ ଖୁସି ନୁହଁ? ସୀତା କହିଲେ, ମୁଁ ଖୁସି, କିନ୍ତୁ ତାଠାରୁ ବେଶୀ ମୋର ମନେ ପଡ଼ିଯାଉଛି ଗୋଟିଏ କଥା। ନା କ'ଣ? ନା ଯେତେବେଳେ ମତେ ରାବଣ ନେଇ ପଳେଇ ଯାଉଥିଲା, ରାମଚନ୍ଦ୍ର ଆସିନଥିଲେ, ଗୋଟିଏ ପକ୍ଷୀଟିଏ, ତା ନାଁ ଥିଲା ଜଟାୟୁ, ମରିଗଲା ସିନା, ରକ୍ତ ଦେଇ ମରିଗଲା ସିନା, କିନ୍ତୁ ତାର ଜୀବନ ଶେଷ ପର୍ଯ୍ୟନ୍ତ ସେ ଫାଇଟ୍ କଲା।
ତା ରକ୍ତକୁ ମୁଁ ଦେଖିଥିଲି, ମୋ ଆଖିରେ ତା ରକ୍ତ ଅଛି। ହେଲେ ଫଗୁ ଖେଳିଦେଲ ନାଲି ରଙ୍ଗର ତା ରକ୍ତ କଥା ମୋର ମନେ ପଡ଼ିଗଲା। ଏ ଖୁସି ମୋ ପାଇଁ ଛୋଟିଆ ହେଇଗଲା, କାନ୍ଦି ପକେଇଲି। ବୁଝିପାରୁଛନ୍ତି? ଯଦି ରାଜ୍ୟାଭିଷେକ ସମୟରେ ପିନାକଲ ଅଫ୍ ସକ୍ସେସରେ ଜଣେ ସୀତା ମହାରାଣୀ ଭଳିଆ ଲୋକ ଗୋଟେ ଛୋଟିଆ ପକ୍ଷୀର ସାକ୍ରିଫାଇସକୁ ମନେ ପକେଇ କୃତଜ୍ଞ ହେଇପାରୁଛନ୍ତି, ତାହେଲେ କୃତଜ୍ଞତାର ଆବଶ୍ୟକତା କେତେ ଅଧିକ ଜୀବନରେ। ତେବେ ଆଗକୁ ଗଲେ ଆମେ ଆଗକୁ ଯାଇପାରିବାନି, କୃତଜ୍ଞତା କଥା ଆମେ କହୁ କହୁ ସେଠି ଆମେ ପହଞ୍ଚିଲେ। ତେବେ ଅର୍ଜୁନ ଏଠି କୃତଜ୍ଞ ହଉଛନ୍ତି, କହୁଛନ୍ତି ଭଗବାନ ଥିଲେ ବୋଲି ମତେ କଣ କଣ ମିଳିଥିଲା। ମୁଁ ଭାବୁଥିଲି ମୁଁ କରୁଛି ବୋଲି, କିନ୍ତୁ ବାସ୍ତବରେ କୃଷ୍ଣଙ୍କର ଉପସ୍ଥିତିରେ ମୁଁ ମହିୟାନ ହେଇଥିଲି। ଆଉ ତାପରେ ସେ କହି ଚାଲିଲେ କଣ 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 ପାଇଛନ୍ତି, କଣ କଣ ପାଇଛନ୍ତି କୃଷ୍ଣଙ୍କ ଯୋଗୁ, କି ପ୍ରକାର ପାଇଛନ୍ତି, ସବୁ କଥା କହି ଚାଲିଲେ। କହିଲେ ମୋର ଶକ୍ତି କଣ ଶକ୍ତି, ମୁଁ ସେ ଯୁଦ୍ଧ କଲାବେଳେ ସାରଥି କରିଲି, ଯେତେବେଳେ ସରିଲା ସେତେବେଳକୁ କୃଷ୍ଣ କହିଲେ ତୁମେ ଓହ୍ଲେଇ ପଡ଼। କୃଷ୍ଣ କହିଲେ ଅର୍ଜୁନ ତୁମେ ଓହ୍ଲେଇ ପଡ଼। ଅର୍ଜୁନ ବୁଝିଗଲାଣି, ଗୀତା ବି ଶୁଣିଥିଲା। କହିଲା ନାଇଁ 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 ଗୁରୁଦେବ, ଆପଣ ଆପଣ ଓହ୍ଲାନ୍ତୁ, ଆପଣ ଓହ୍ଲାନ୍ତୁ। କୃଷ୍ଣ କହିଲା ଆରେ ଏଠି ଏଟିକେଟ କଥା ନୁହେଁ, ମର୍ଯ୍ୟାଦା କଥା ନୁହେଁ, ତୁମେ ଓହ୍ଲାଅ ଆଗ। ଜୋର ଜବରଦସ୍ତ କରିବାରୁ ଅର୍ଜୁନ ଓହ୍ଲେଇଲା। ଅର୍ଜୁନ ଓହ୍ଲା ପରେ କୃଷ୍ଣ ଯେମିତି ଓହ୍ଲେଇଲେ, ସେ ଯୋଉ ଦିବ୍ୟ ଚାରିଏଟ ବା ରଥ ଥିଲା, ସେ ରଥଟା ଧୂଳିସାତ ହେଇଗଲା, ପାଉଁଶ ହେଇଗଲା। କାହିଁକି ନା ଯୋଉ ତିମିଙ୍ଗଳ ମାନେ ଭୀଷ୍ମ ଦ୍ରୋଣ ଏମାନଙ୍କର ଯୋଉ ବାଣ, ଅମୋଘ ବାଣ, ସେଇଥିପାଇଁ ଅର୍ଜୁନକୁ କିଛି କରିପାରୁନଥିଲା, କାରଣ କୃଷ୍ଣ ଆଗରେ ଠିଆ ହେଇଥିଲେ। କୃଷ୍ଣଙ୍କ ଯୋଗୁ ସେ ଦିବ୍ୟ ବାଣ ମାନେ ଅର୍ଜୁନର ବାଲ ବାକା ନେଇ କର ପାଏ, ତାର କିଛି ହଉନଥିଲା। କାହିଁକି ନା କୃଷ୍ଣ ତାକୁ, ଆପଣ ଦେଖିଛନ୍ତି ନା, ତାକୁ କୁହାଯାଏ ରାସଲୀଳା ଯୁଦ୍ଧ କ୍ଷେତ୍ରରେ। ଭୀଷ୍ମ ଲଢୁଥିଲା କଣ ପାଇଁ ନା ବୀର୍ଯ୍ୟ ରସରେ ମାନେ ଇଏ ହେଇକରି ସେ ଦେଖୁଥିଲା ଭୀଷ୍ମଙ୍କର ବାଣରେ କୃଷ୍ଣଙ୍କର ରକ୍ତ ବହୁଥିଲା, ଖଣ୍ଡିଆ ଖାବରା ହଉଥିଲେ। ଆଉ ଭୀଷ୍ମ ଦେଖିକିରି ମାନେ ତାକୁ ମନେ ପକାଉଛନ୍ତି, ବିଜୟ ରଥ କୁଟୁମ୍ବକମ୍ କହୁଛନ୍ତି ଯେତେବେଳେ ଜୀବନ ପାରାୟଣ ହବ। ସେଇ କଥାକୁ ମାନେ ଭାବନ୍ତୁ, ତାଙ୍କର ଭକ୍ତକୁ ରକ୍ଷା କରିବା ପାଇଁ ଇଏ ବାଣକୁ ସହ୍ୟ କରୁଛନ୍ତି। ସେ ବାଣ ଯଦି ଅର୍ଜୁନ ପାଖକୁ ଯାଇଥାନ୍ତା, ଅର୍ଜୁନ ବଞ୍ଚି ପାରନ୍ତା ନା। ଅର୍ଜୁନ ମନେ ପକାଉଛି କେମିତି ସେ ଦିବ୍ୟ ରଥଟା ଧୂଳିସାତ ହେଇଗଲା, ପାଉଁଶ ହେଇଗଲା। ଭଗବାନ କହିଲେ ଆରେ ବାବା ତୁ କଣ ବଞ୍ଚି ପାରିଥାନ୍ତୁ, ଏମାନଙ୍କର ଅମୋଘ ଅସ୍ତ୍ର ଥିଲା, ଦିବ୍ୟ ଅସ୍ତ୍ର, ଜଳେଇ ପୋଡେଇ ପାଉଁଶ କରିଦେଇଥାନ୍ତେ। ତେବେ କୃଷ୍ଣଙ୍କର ବିରହରେ ମନେ ପକାଉଛନ୍ତି କୃଷ୍ଣ ମୋ ପାଇଁ କଣ କଣ ଅନୁଗ୍ରହ କରିଛନ୍ତି। ମୁଁ କେତେ କହିପାରିବି ଜଣା ନାହିଁ, ତଥାପି ଆମେ ଚେଷ୍ଟା କରିବା କଣ କଣ କହୁଛନ୍ତି। ଅଗ୍ନି କଥା ମନେ ପକାଉଛନ୍ତି, ଯେ କେମିତି ମୁଁ ଦ୍ରୌପଦୀର ହାତ ପାଇଲି, ଏ କଥା କହୁଛନ୍ତି। 8 ନମ୍ବରରେ କହୁଛନ୍ତି କେମିତି ମୁଁ ଇନ୍ଦ୍ରଙ୍କୁ ହରେଇଲି ଏବଂ ଅଗ୍ନିକୁ ରକ୍ଷା କଲି, ଆଉ ମାୟା ଦାନବ ବଞ୍ଚି ପାରିଲା। ସେଇଥିପାଇଁ ସେ ୱଣ୍ଡରଫୁଲ ପ୍ୟାଲେସ ଇନ୍ଦ୍ରପ୍ରସ୍ଥ ନା କଣ, ହଁ ଇନ୍ଦ୍ରପ୍ରସ୍ଥ ଆମେ ଗଠନ କରିପାରିଲେ ହେ ନା। ଭୀମ ଜରାସଣ୍ଡକୁ ମାରି ପାରିଲା। ଆପଣ ଜାଣିଛନ୍ତି 3 ଜଣ ଯାଇଥିଲେ ଜରାସଣ୍ଡକୁ ମାରିବା ପାଇଁ, କୃଷ୍ଣଙ୍କର ଇଞ୍ଜିନିୟରିଂ ହେଲା ଭୀଷ୍ମ କେମିତି ତା ଭିତରେ ଗଲା, ଆଉ ଭୀଷ୍ମ କେମିତି ଜରାସଣ୍ଡକୁ ହରେଇଲା ହେ ନା। ତାପରେ ଦ୍ରୌପଦୀକୁ ଯେତେବେଳେ ବସ୍ତ୍ରହରଣ କରିବା ପାଇଁ ତାର କେଶକୁ ମାନେ ଧରିଲେ, ସେଇଠି କୃଷ୍ଣଙ୍କର ବାସ୍ତବରେ ଯୋଉ ସଂକଳ୍ପ ଥିଲା ଯେ ଯୋଉମାନେ କୃଷ୍ଣର ମୁକୁଳା ଚୁଟି, କୃଷ୍ଣାର ଅର୍ଥାତ ଦ୍ରୌପଦୀଙ୍କର ମୁକୁଳା ଚୁଟି କରିଛନ୍ତି, ସେମାନଙ୍କର ମୁକୁଳା ଚୁଟି ହବ ନିଶ୍ଚିତ। ଯୁଦ୍ଧରେ ସମସ୍ତଙ୍କୁ ବିଧବା କଲେ, ମୁକୁଳା ଚୁଟି କରେଇଲେ। କୃଷ୍ଣଙ୍କ ପାଇଁ ଏଟା ହେଇଛି, ଏଟା ମୋ ପାଇଁ ନୁହେଁ। ଆମେ ମାନେ ଦୁର୍ବାସାଙ୍କର କ୍ରୋଧରୁ ବଞ୍ଚିଲେ କେମିତି, 10,000 ଶିଷ୍ୟ ଧରିକି ଆସିଗଲେ ଖାଇବା ପାଇଁ, ଖାଇବା ସରିଯାଇଛି, ଆଉ ତୁମେ କୃଷ୍ଣ ଆସିକରି ଖଣ୍ଡିଏ ଶାଗଟାକୁ ବାହାର କଲ ଅକ୍ଷୟ ପାତ୍ରରୁ, ତାପରେ ୟସ୍ମିନ୍ ତୁଷ୍ଟେ ଜଗତ୍ ତୁଷ୍ଟମ୍, ତୁମେ ଯେମିତି କହିଲ ମୁଁ ସନ୍ତୁଷ୍ଟ, ସେଡେ 10,000 ଶିଷ୍ୟ ଦୁର୍ବାସା କହିଲେ ରେ ବାପରେ ଆମେ ଏତେ ଖାଇଛୁ ରେ ବାବା, ଆଉ ଖାଇବୁନି। ଭୀଷ୍ମ କହୁଛି, ଭୀମକୁ ପଠେଇଲେ ଡାକିବା ପାଇଁ, ଭୀମ କହୁଛି ଦୁର୍ବାସା ମୁନି ଖାଇବା ଆସ। ଭୀମ କଥା ଶୁଣିକି ସେ ଦୌଡ଼ି ପଳେଇଲେଣି, କହିଲେ ଆଉ ହବନି ଆମ ଦ୍ୱାରା, ଆମକୁ ବଞ୍ଚେଇଲେ, ନହେଲେ ଆମକୁ ସେ ଦଣ୍ଡ ବିଧାନ କରିଥାନ୍ତେ, ଆମକୁ ଅଭିଶାପ ଦେଇଥାନ୍ତେ, ଆଉ ଏଟା ଦୁର୍ଯ୍ୟୋଧନର ଚାଲ ଥିଲା। କାରଣ ଆମେ କଣ ତାକୁ ଦେଇ ପାରିଥାନ୍ତୁ,
ଶିବଙ୍କ କଥା କହୁଛନ୍ତି। ଶିବ କେମିତି ଆଶ୍ଚର୍ଯ୍ୟଚକିତ ହେଲେ ଅର୍ଜୁନଙ୍କର ଯୁଦ୍ଧ ଶୈଳୀ ଦେଖି। ତାପରେ ସେମାନେ ଦିବ୍ୟ ଅସ୍ତ୍ର, ଦେବତା ମାନେ ଦିବ୍ୟ ଅସ୍ତ୍ର ଶସ୍ତ୍ର ଦେଲେ। ତାପରେ ମନେ ପକାଉଛନ୍ତି ନିବାତ କବଚ କଥା, କେମିତି ବଡ଼ ସୁନ୍ଦର କଥା ହେନା। ତାପରେ ମନେ ପକାଉଛନ୍ତି କୌରବ ଆର୍ମିରେ କିଏ ଥିଲେ ବଡ଼ ବଡ଼ ତିମିଙ୍ଗଳ ମାନେ ମତେ ଖାଇ ଯାଇଥାନ୍ତେ। ଏମିତି ବି ପାଣ୍ଡବ ପାଖରେ 7 ଅକ୍ଷୋହିଣୀ, କୌରବ ପାଖରେ 11 ଅକ୍ଷୋହିଣୀ। ମୁଁ ଜିତି ପାରିଥାନ୍ତି? ଆମେ କ'ଣ ଜିତି ପାରିଥାନ୍ତୁ? ଏସବୁ କୃଷ୍ଣଙ୍କର ଦିଗ୍ବିଜୟର, ଆମେ ଯେଉଁ ଦିଗ୍ବିଜୟ ହେଇଛୁ ଏଇଟା କୃଷ୍ଣଙ୍କ ପାଇଁ କୃତଜ୍ଞତା। ଦେଖନ୍ତୁ ସମ୍ପର୍କଟା ଖାଲି ପାଖରେ ଥିଲେ ହସିବା ନୁହେଁ, ସମ୍ପର୍କଟା ହେଉଛି ମୁଁ କେତେ ଆପଣଙ୍କ ପାଇଁ ମନେ ପକେଇ କୃତଜ୍ଞ ହେଉଛି, ଆପଣଙ୍କୁ ଭ୍ୟାଲୁ କରୁଛି। ଏଇଟା ସମ୍ପର୍କର ସାର। ବହୁ ସମୟରେ ମୁଁ ଦେଖିଛି ଏହାର ଝଲକ। ମୋର ପିତାମାତା ବାପାଙ୍କୁ ଆମର ଜଟ ବାବା ବୋଲି କହୁଥିଲେ, କାରଣ ସେ ଏମିତିଆ ଟିକେ ବାବା ଟାଇପ୍ର ହେଉଥିଲେ। ମୁଁ ତ ଲଣ୍ଡା ହେଲି, ସେ ଜଟ ରଖିଥିଲେ। ଆଉ ମୋର ମା, ତାଙ୍କ ଭିତରେ ମୁଁ ସତରେ କହୁଛି ଝଗଡ଼ା ସବୁଦିନ ଦେଖିଛି, କିନ୍ତୁ କେଉଁ ଦିନ ଦେଖିନି। ତାଙ୍କ ଭିତରେ ଝଗଡ଼ା ମୁଁ ସବୁଦିନ ଦେଖିଛି, କିନ୍ତୁ କେଉଁ ଦିନ ଦେଖିନି। ପିଲାଙ୍କୁ ମୋ ମା କହିବ ମାନେ ବାପା କିଛି କରିଦେଉଥିବେ, ବାପାଙ୍କୁ ଗାଳି ଦେବ ମାନେ ଏଇଟା ଖାଲି ବସିଛି କିଛି କରୁନି ପିଲା ପାଇଁ। ମାନେ ଗରିବ ଘରର ମା ବାପା କଥା ହେଉଛି, ଛୁଆ ମାନେ 5ଟା ଛୁଆ, ମୁଁ ହେଉଛି 5 ନମ୍ବର। ମୁଁ ଦେଖିଛି ସେ ସିଚୁଏସନକୁ। ବାପାଙ୍କୁ ବହୁତ ଗାଳି ଲାଗିବ, ଯେମିତି ବାପାଙ୍କୁ ପୁରା ଏକଦମ ଗାଳି ଦେବ, ବାପା କିଛି କହୁନଥିବେ, ବା ହେ କ'ଣ ଏମିତି ହେଉଛି ଏମିତି କହିଦେବେ। ତାପରେ ଧର ବାପା ରାଗିଗଲେ ସଙ୍ଗେ ସଙ୍ଗେ ଛୁଆଙ୍କୁ କହିବ ତମେ ଖାଇଦେଲ ଟି, ବାପା ନ ଖାଉ ତମର କ'ଣ ଅଛି। ଦେଖନ୍ତୁ ଭଲ ପାଇବା ମାନେ, ମୁଁ ଏଟାକୁ ସବୁବେଳେ ଲକ୍ଷ୍ୟ କରିଛି। ଭଲ ପାଇବାଟା କେବଳ ତୁ ଭାରି ଭଲ, ଆଇ ଲଭ୍ ୟୁ କହିବାର ଆବଶ୍ୟକତା ଅଛି, କିନ୍ତୁ ଏଇଆ ନୁହେଁ କେବଳ ସେଇଟା। ବାସ୍ତବରେ ଭଲ ପାଇବା କ'ଣ ମୁଁ ଦେଖିଛି ମୋର ପିତାମାତାଙ୍କର ଜୀବନରେ। ସତ କଥା କହୁଛି। ଏମିତି ଅନେକ କଥା ଆପଣଙ୍କୁ କହିପାରିବି, ସମୟର କମ୍ ଯୋଗୁଁ ମୁଁ କହୁନି। ମୁଁ ଦେଖି ସତରେ ଭଲ ପାଇବା କ'ଣ। ସତରେ ଭଲ ପାଇବା କ'ଣ? ଯେତେବେଳେ ମୋ ବୋଉର ପାରାଲିସିସ୍ ହେଲା, ବୋଉ କହିଲେ ମା, ଯେଉଁମାନେ ବୁଝିପାରୁନଥିବେ, ବୋଉର ପାରାଲିସିସ୍ ହେଲା, ବାପା ଉଠେଇକିରି ତାଙ୍କୁ ଝାଡ଼ା ନେଇଯାଆନ୍ତି, ଉଠେଇକିରି ସଞ୍ଚେଇ ଦିଅନ୍ତି। ଆଉ ଏଇଟା ଖାଲି ଗୋଟାଏ ଦିନ 2 ଦିନ ନୁହେଁ, ଭୂକୁଞ୍ଚିତ କରିନାହାନ୍ତି କି ମୋ ସ୍ତ୍ରୀର ଏ ଅବସ୍ଥା ମୁଁ କରିବାକୁ ପଡୁଛି। ବୋହୂମାନେ କରିନାହାନ୍ତି, ପୁଅମାନେ କରିନାହାନ୍ତି, ବାପା କରିଛନ୍ତି। ଆଉ ଅତି ଅନାୟାସରେ ଭଲ ପାଇ ଖୁସି ହେଇକିରି ନିଜ ଇଚ୍ଛାରେ, ଏହା ନୁହେଁ କି ଆରେ ଅବିକା କରିବାକୁ ପଡିବ, ସେ ଝାଡ଼ା ଯିବ, ଆରେ ପରିସ୍ରା କରିବ। नो, ମୁଁ ଦେଖିଛି ଯେ ଭଲ ପାଇବା ପୁରା ଅଙ୍ଗେ ଲିଭେଇଛି, ଆଖିରେ ହୃଦୟରେ ତ ଧାରଣ କରିଛି ମୁଁ। এইটা ବାସ୍ତବରେ ଭଲ ପାଇବା। ହଉ ଆଗକୁ ଯିବା। ତାପରେ କୌରବ ମାନଙ୍କର ଜୀବନ ଆୟୁକୁ ହରିଦେଲ କୃଷ୍ଣ ତୁମେ। ତାପରେ କେତେ କେତେ କଥା କହି ଚାଲିଲେ। ଆଉ ଯେତେବେଳେ ଆମକୁ ମାରିବା ପାଇଁ ବସିଲେ, ତୁମେ ଆମର ସାହାରା ହେଲ। ଆଉ ମୁଁ ତ ପାଣି ପିଇବାକୁ ଯାଉଥିଲି, ମାନେ ଘୋଡ଼ା ମାନଙ୍କୁ ସେମାନେ ମାରି ଦେଇଥାନ୍ତେ, କିନ୍ତୁ ତୁମ ଯୋଗୁଁ ସେମାନେ ମାରିବାକୁ ସାହସ କଲେ ନା। ତାପରେ ମନେ ପକାଉଛନ୍ତି କୃଷ୍ଣଙ୍କ ସହିତ ତାଙ୍କର ଇଣ୍ଟିମେଟ୍ ମୋମେଣ୍ଟ କ'ଣ କ'ଣ ଥିଲା ସବୁ, ତାଙ୍କର ସମ୍ବନ୍ଧର ନିବିଡ଼ତାକୁ ସେ ମନେ ପକାଉଛନ୍ତି। କେମିତି କୃଷ୍ଣଙ୍କ ସହିତ ନିବିଡ଼ ସମ୍ପର୍କ ଥିଲେ, କୃଷ୍ଣ ତାଙ୍କ ପାଇଁ କ'ଣ ଥିଲେ। ବହୁତ ସୁନ୍ଦର ସୁନ୍ଦର ଶ୍ଲୋକ ଅଛନ୍ତି। କେମିତି ମୁଁ ଅନ୍ତରଙ୍ଗ ମୁହୂର୍ତ୍ତକୁ ମନେ ପକାଉଛି। ଅନ୍ତରଙ୍ଗ, ହଁ, ନିବିଡ଼ ଅନ୍ତରଙ୍ଗ, ଠିକ। ତେବେ ତାପରେ କହୁଛନ୍ତି ଯେ ଦେଖ, ମୁଁ ସେଇ ଅର୍ଜୁନ, ସେଇ ଗାଣ୍ଡିବ ଧରୁଛି, ସେଇ ମତେ ଶକ୍ତି ପରୀକ୍ଷା ମନେ ହଉଛି, କିନ୍ତୁ ଆଜି କୃଷ୍ଣ ନଥିବାରୁ ମୁଁ ସେ ଯୋଉ କାଉହର୍ଡ, ଇନଫିଡେଲ କାଉହର୍ଡ ବୟ ମାନେ ସେମାନେ ମତେ ହରେଇଲେ ଏବଂ ରାଣୀ ମାନଙ୍କୁ ମୁଁ ହରେଇଲି। ମତେ ବଳ ଶୂନ୍ୟ ଲାଗୁଛି, ଯେମିତି ଗୋଟେ ବଡ ଗାଡିରୁ ଇଞ୍ଜିନ କାଢି ନିଆଗଲା। ତାର ଶକ୍ତି କ'ଣ? ବଡ଼ ସୁନ୍ଦର ଭାବରେ କହୁଛନ୍ତି। ଆଉ ବହୁତ ସୁନ୍ଦର ଭାବରେ କହୁଛନ୍ତି ଯେ ଯଦି ଯୋଉ ଗୋଟେ ଜଳିକିରି ଗୋଟେ ପାଉଁଶ ହୋଇଯାଇଛି, ପାଉଁଶ ଉପରେ ଆମେ ଘିଅ ପକେଇବା, ତାର କ'ଣ ଭ୍ୟାଲୁ, ଉଦାହରଣ ଦଉଛନ୍ତି। ତାପରେ କହୁଛନ୍ତି ଯଦି ଆମେ ଗୋଟେ ବ୍ୟାରେନ୍ ମାନେ ଯୋଉ ଜାଗାରେ ମରୁଭୂମିରେ ଯଦି ଆମେ ଶସ୍ୟ ରୋପଣ କରିବା, କ'ଣ ହବ? ଗଛ ହବ ନା। ତାପରେ କହୁଛନ୍ତି 2-3ଟା ଏକ୍ସାମ୍ପଲ ଦଉଛନ୍ତି, କେଡ଼େ କେଡ଼େ ସୁନ୍ଦର ସୁନ୍ଦର ଏକ୍ସାମ୍ପଲ ଦଉଛନ୍ତି। ଯଦି ଗୋଟେ ମ୍ୟାଜିସିଆନ ଆସି ମତେ ପୁଳେ ଟଙ୍କା ଦେଲା, ସେ ଟଙ୍କା କ'ଣ ରହିବ? ସେ ଟଙ୍କା କିଛି କ'ଣ କାମର? ସେଟା ସବୁ ଆକ୍ଚୁଆଲି ଖାଲି ଲୋକ ହସିବା ବା ଖାଲି ଆଇ ୱାସ୍, ସେଗୁଡ଼ା ବାସ୍ତବ ଜିନିଷ ନୁହେଁ। ସେମିତି ପ୍ରାଣ ପଳେଇଛି, ଯେମିତି ଖାଲି ପ୍ରାଣ ପଳେଇଛି, ସେମିତି
बड़ा सुंदर सुंदर कथा कहई आउ तापरे जदू मानू केमती मारे जमी कंटारे कंटा को काढ़ती सेमती जदू मानू मारी बहुत सुंदर मत मो सारिया दरकार ना समय है अधिका आउ तापरे तापरे अर्जुन कृष्णकर इच्छा को सबु जिनस कृष्णकर इच्छा ए प्रकार अनुभव करुछंती आउ तापरे कहउछंती जेमती गोटे बड़ माछ पानी रे छोट माछ मानकु खाई जाए सेमती जदू मानकु सेमती करिकी मरा करैले भगवान काहेकि करैले तार मध्य कारण अछि तार लंबा कारण अछि काहेकि मरैले कारण से माने डिफिट हेई न थांते कृष्णकर अंश से माने आउ तांकु से माने अधर्म करिथांते धर्म रक्षाटा होछि कृष्णकर मूल तेणु तांकु मरा करैले अधर्म को हरा करैले तेबे तापरे कृष्ण गोटे बड़ सुंदर कथा कहउछंती एवं चिंतयतो जिष्णु कृष्ण पाद सरोरुहम सौहाद्रनाति गाढ़ेन शांता शांतासीद विमलामति विमलामति मल विहीन विमला तांकर विमलमती कहीं हेला ना कृष्ण को तांकर सौहार्द्य को तांकर भल पाइबा को तांकर स्मृति को बार बार तांकर स्मृति पटल रे आनिले सेतबेले तांकर जो कलुषित जिनस थिला जहा भी थिला कचरा शुद्ध हो गला विमलामति ही बहुत सुंदर जिनस विमलामति गीतम गीतम भगवता ज्ञानम यत्तत् संग्राम मूर्धनि काल कर्म तमोरूढ़ पुनर्अध्यामत पुनर्अध्यगमत प्रभु जे जे आपणकर आब्सेंस रे ए सबु जिनस अर्जुन कौन कला जे जदि से बड़ शून्य हला बली लागुथिला वर्तमान तांकर इंस्ट्रक्शन को तांकर बाणी को तांकर उपदेश को मने पकई पकई अर्जुन वर्तमान दिव्यता को प्राप्त करुछि एवं से सारा शक्ति एवं जीवन उपरे जो कंट्रोलर गोस्वामी हबना इंद्रिय उपरे निजर मास्टरी ताकू सब फेरी पाउछि तेणु आमु जानिया दरकार एबे भगवान आम साथी हुए तो नहांती तांकर कथा तांकर उपदेश को जदि आमे जीवन रे जीवा को चेष्टा करिबा स्मरण करिबा आमको मध्य से प्रकार निर्भय निर्द्वंद्व एवं विजयर शिखर प्राप्त हो पारिबो सो तापरे स्पिरिचुअल आसेट रे तार संशय सब दूर होईची बहुत सुंदर कथा तापरे युधिष्ठिर महाराज ए कथा सुनला परे बहुत सुंदर भाव रे कोन करचंती भगवत धाम जीवा पाई निजको प्रस्तुत करचंती कुंती निबिड़ भक्ति रे तीव्र भक्ति रे सी मध्य धाम को प्रत्यावर्तन करचंती तापरे महाराज युधिष्ठिर बुझी जाउचंती जे जदू मान को नाश करबा गोटे कंटा को कंटा सहित काढ़िबा सहित समान बहुत सुंदर कथा कहिचंती जेमती जने मैजिशियन जादूगर से कौन करे ना निजर शरीर को नष्ट कर दे आउ गोटे शरीर को धारण करे सेमती कृष्ण बड़ जादूगर दिव्य जादूगर बोली कहुई बड़ा सुंदर भाव में तांकर व्याख्या कराई तापरे कलिर आसीबार समय होईची कलिर आगमन होईची महाराज युधिष्ठिर से एते बुद्धिमान निश्चय थिले से बुझीगले कि वर्तमान मते घर द्वार एवं सबु छाड़ी भगवान आश्रित होगा पड़ो से सही भाव में प्रस्तुत हेले से प्रकार ड्रेस पिंधिया को आरंभ कले से प्रकार साजसज्जा कले तापरे महाराज युधिष्ठिर कौन कले एक कथा सुत गोस्वामी आपण शुणुते नमेशन कहूँ तापरे किए क्या कहूँ डिटेल रे आमे आउ भीतर को जीवानी कारण गोटे इंस्ट्रक्शन उपरे गोटाए पर गोटाए पर भीतर 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 एमतिया एटा लूप कन्वर्सेशन कहन ताको जाओ परीक्षित महाराज को सिंहासन रे बसैले एवं ब्रजना तांकर जो अणना थिला ताकू माने देखा रखा करिया पई दायित्व देई से कौन कले त्याग करदेले सबु जिनिस को एवं वज्रनाभ तेबे महाराज परीक्षित बर्तन रिटायर करिगले बानप्रस्थ बा सन्यास कहि परिबे आमे ब्रज को से मथुरा रे
ତାଙ୍କର ସିଂହାସନ ଆରୋହଣ କରାଇଲେ। ପରୀକ୍ଷିତ ଏଠି ରାଜତ୍ୱ କଲେ ଏବଂ ସେ କ'ଣ କଲେ ଯିବାକୁ ଆରମ୍ଭ କଲେ। ତାପରେ ସେ କ'ଣ କଲେ ତାଙ୍କର ସବୁ ପୋଷାକକୁ ରେଲିଙ୍କ୍ୱିସ୍ କଲେ, ବେଲ୍ଟ ଅର୍ଣ୍ଣାମେଣ୍ଟ। ଆଉ ଯେମିତି ଜଣେ ଭିକାରୀ ହେ ନା କୌଣସି ଜିନିଷରେ ଅନାସକ୍ତ, ସବୁ ଜିନିଷ ଅନାସକ୍ତ ହେଇ ପୁରା ନିଜର ସବୁ ଜିନିଷକୁ ସେ ପରିତ୍ୟାଗ କରି ସେ କ'ଣ କଲେ ସେନ୍ସେସକୁ, ମାଇଣ୍ଡକୁ, ଲାଇଫକୁ, ବ୍ରିଦିଙ୍ଗକୁ, 5 ଏଲିମେଣ୍ଟକୁ, ବଡିକୁ ତାଙ୍କର ଡେଥ୍ ସହିତ ତାଙ୍କୁ ମାନେ ହାରମୋନାଇଜ୍ କରାଗଲା। ବଡ଼ ସୁନ୍ଦର ଏଠି ଗୋଟେ ତଥ୍ୟ ଅଛି ଟେକ୍ନିକାଲ, ମୁଁ ତା ଭିତରକୁ ଯାଉନି। ଖଣ୍ଡିଆ ଖାବରା ଯେଉଁ ଛିଡ଼ା କପଡ଼ା ପିନ୍ଧିଲେ, ଭିକାରୀ ପରିକା ରହିବାକୁ ଆରମ୍ଭ କଲେ ଏବଂ ନିଜେ ଜାଣି ଶୁଣିକିରି ଓ ମାନେ ପାଗଳ ଭଳିଆ ବ୍ୟବହାର କଲେ। ମୁଁ ଜାଣିନି କିଛି, ମୁଁ ଯେମିତି ବୋକା, ମୁଁ କହିପାରୁନି, ମୁଁ ମୂକ ବଧିର ହେଇକିରି ନିଜର ଯେମିତି ଗୋଟେ ସେଲ୍ ତିଆରି କଲେ, ଯେମିତି କଇଁଚ ଗୋଟେ ସେଲ୍ ତିଆରି କରି ତା ଭିତରେ ରହିଯାଏ, ସେମିତି ବାହ୍ୟ ଜଗତକୁ ଜଡ଼ ଭରତ ପରିକା ବା କ'ଣ ତାକୁ କୁହନ୍ତି କୁର୍ମ ରୂପରେ ନିଜ ଭିତରକୁ ପ୍ରୋଟେକ୍ସନ୍ କରି ଜାଣି ଶୁଣିକିରି ବାହାରକୁ ପାଗଳ ପରିକା ପ୍ରତୀୟମାନ ହେଲେ। ତାପରେ ସେ ଉତ୍ତର ଆଡ଼କୁ ଚାଲିବାକୁ ଲାଗିଲେ, ସମ୍ପୂର୍ଣ୍ଣ ରୂପରେ ତାଙ୍କର ମତିକୁ ଭଗବାନଙ୍କ ଆଡ଼କୁ ଦେଇ ଭଗବାନଙ୍କ ଆଡ଼କୁ ବା ଭଗବାନଙ୍କ ମତି ନେଇ ଚାଲିଲେ। ତାପରେ ତାଙ୍କର ଭାଇ ଦ୍ରୌପଦୀ, ବିଦୁର ଏମାନେ ମଧ୍ୟ ତାଙ୍କର ଫଲୋ ସୁଟ୍ କଲେ, ତାଙ୍କର ପଦ ଅନୁସରଣ କଲେ। ବିଦୁର ତାଙ୍କର ଶରୀର ଛାଡ଼ିଲା ପରେ ସେ କ'ଣ କଲେ, ତାଙ୍କର ପୁନଃ ସେ କ'ଣ କଲେ ଯାଇ ବସିଲେ, ପିତୃଲୋକ ଗଲେ ଏବଂ ଯମରାଜ ରୂପରେ ସେ ପୁଣି ସ୍ଥାନାନ୍ତରିତ ହେଲେ ବା ତାଙ୍କର ଡ୍ୟୁଟି ସେ କଲେ। ସେ ବାସ୍ତବରେ ଯମରାଜ ଥିଲେ। ବ୍ୟାସଦେବଙ୍କର ଦାସୀ ପତ୍ନୀକୁ ସେ ଠାରୁ ସେ ଜାତ ହୋଇଥିଲେ। ଆପଣ ଜାଣିଛନ୍ତି କେମିତି ସେ ତାଙ୍କର ଜନ୍ମ ହେଲା। ତେଣୁ ତାଙ୍କୁ ବହୁ ସମୟରେ ଦାସୀ ପୁତ୍ର ଅମକ ତମକ ବୋଲି କୁହାଇଛନ୍ତି। ତାଙ୍କର ଇଏ ବି କହିଛନ୍ତି କିଏ ଆପଣଙ୍କର ଦୁର୍ଯ୍ୟୋଧନ ମଧ୍ୟ ଗାଳି ଦେଇଛନ୍ତି, ସେଇ ପାଇଁ ସେ ଛାଡ଼ିକି ଯାଇଛନ୍ତି, ଏ କଥା ଆପଣ ଶୁଣିଛନ୍ତି। ତାପରେ ସେମାନେ କ'ଣ କଲେ ନା ଆଧ୍ୟାତ୍ମିକ ତତ୍ତ୍ୱବତ୍ ଜୀବନ ଜୀଇବାକୁ ଲାଗିଲେ, ବଡ଼ ଡିଟରମିନେସନ୍ ସହିତ ଭଗବାନଙ୍କ ପ୍ରତି ସମର୍ପିତ ହୋଇ କାର୍ଯ୍ୟ କଲେ ଏବଂ ତାପରେ ସେମାନେ ଆଧ୍ୟାତ୍ମିକ ଆକାଶ ଭଗବାନ କୃଷ୍ଣଙ୍କର ସଙ୍ଗ ପ୍ରାପ୍ତ ହେଲେ। ତାପରେ ବିଦୁର ପ୍ରଭାସ କ୍ଷେତ୍ରରେ ନିଜର ଶରୀରକୁ ଛାଡ଼ି ସେ ପିତୃଲୋକରେ ଯାଇ ତାଙ୍କର ଅରିଜିନାଲ ପୋଷ୍ଟ ପାଇଲେ। ଆଉ ଦ୍ରୌପଦୀ ଏବଂ ଆପଣଙ୍କର ସୁଭଦ୍ରା ଯିଏ ଭଉଣୀ କୃଷ୍ଣଙ୍କର, ସେମାନେ ସବୁବେଳେ ଭଗବାନଙ୍କର ଚିନ୍ତାରେ ମଗ୍ନ ରହି ଭଗବାନଙ୍କୁ ମାନେ ସେଇ ସମାନ ପ୍ରକାରର ତାଙ୍କ ସ୍ୱାମୀମାନେ ଯେଉଁଠି ଯାଇଛନ୍ତି ସେଇ ଜାଗାକୁ ପ୍ରାପ୍ତ ହେଲେ। ତାପରେ ଫଳସ୍ତୁତି ଦିଆହେଇଛି ଯେ 51 ନମ୍ବର ଶ୍ଲୋକରେ, ଯିଏ ପାଠ କରିବ यह श्रद्धया एतद ମାନେ ଏଇ ଜିନିଷକୁ ଯିଏ ଏଇ ଯେଉଁ ନ୍ୟାରେସନ୍ ଆମେ ଶୁଣିଲେ ପାଣ୍ଡବ ମାନଙ୍କର ଭଗବତ ଧାମ ଯିବା ବା ପାଣ୍ଡବ ମାନଙ୍କର ରିଟାୟାର କରିବା ସମୟ ସହିତ ରିଟାୟାର କରି ଭଗବାନଙ୍କୁ ପ୍ରାପ୍ତ ହେବା, ଏ କଥାକୁ ଏ ବୃତ୍ତାନ୍ତକୁ ଯିଏ ଶୁଣିବ ତାର କ'ଣ ପ୍ରାପ୍ତ ହେବ ତାକୁ କହିଛି ଫଳସ୍ତୁତି। କ'ଣ? ୟ ଶ୍ରദ്ധୟା, ବଡ଼ ଶ୍ରଦ୍ଧା ସହିତ ବିଶ୍ୱାସର ସହିତ ଭଗବତ ପ୍ରିୟାନାମ, ଏମାନେ ସବୁ ଭଗବତ ପ୍ରିୟଜନ। ଏଇ ଭଗବତ ପ୍ରିୟାନାମ ଏ ଯେଉଁ ଲୋକମାନଙ୍କ କଥା ହେଲା, ତାଙ୍କ କଥା ଶୁଣିବ କ'ଣ ହବ ନା ପାଣ୍ଡୋ ସୁତାନାମ, ପାଣ୍ଡୁ ମହାରାଜଙ୍କର ସୁତ ପାଣ୍ଡବ ସୁତାନାମ ଇତି ସମ୍ପ୍ରୟାଣମ, ଅର୍ଥାତ୍ ତାଙ୍କ ବିଷୟରେ ସମ୍ପ୍ରତି କଥା ଯେଉଁ ଆମେ ହେଉଛନ୍ତି ତାଙ୍କର ବୃତ୍ତାନ୍ତକୁ ଯିଏ ଶ୍ରଦ୍ଧାର ସହିତ ଶ୍ରବଣ କରିବ, ଯେମିତି ଆପଣମାନେ ଶୃଣୋତି ଅଲମ୍ ସୋ ଅସ୍ତୟନମ୍ ପବିତ୍ରମ୍ ଲବ୍ଧ୍ୱା ହରୌ ଭକ୍ତିମ୍ ଉପୈତି ସିଦ୍ଧି, ସର୍ବୋଚ୍ଚ ସିଦ୍ଧି ହରିଭକ୍ତି ପ୍ରାପ୍ତ ହେବେ। ତେଣୁ ପାଣ୍ଡବମାନେ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର ଏଇ ଯେଉଁ ବୃତ୍ତାନ୍ତକୁ ଆମେ ଶୁଣିଲେ, ଏହାର ଫଳସ୍ତୁତି ହେଉ ଯଦି ଆମେ ଦୃଢ଼ ଶ୍ରଦ୍ଧାର ସହିତ ଶ୍ରବଣ କରନ୍ତି ଭଗବାନଙ୍କର ପାଦକମଳରେ ଭଗବାନଙ୍କର ବିରଳା ଭକ୍ତିକୁ ପାଇବା। ଶ୍ରୀକୃଷ୍ଣ ଭଗବାନ କି ଜୟ। ବହୁତ ବହୁତ ଧନ୍ୟବାଦ। ଇଏ ହେଉଛି ଆମର 15 ଅଧ୍ୟାୟର ଯତ୍କିଞ୍ଚିତ୍ ଆମ ମନରେ ଆସିଲା, ଏ ବିଚାର ବିମର୍ଶ ପ୍ରଦାନ କଲେ। ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ। ବଡ଼ ଧୈର୍ଯ୍ୟର ସହିତ କାଫି ସମୟ ହେଲାଣି, 9:30 ଉପରେ ହେଲାଣି। ହରେ କୃଷ୍ଣ, ସମସ୍ତଙ୍କୁ ମୋର ପ୍ରଣାମ।